କରନ୍ତି ଏଥିପାଇଁ ନଗର ଦ୍ୱାରର ବାହାରେ ମୃତ୍ୟୁ ଭୋଗ କଲେ। ଯୀଶୁ କୋଉଠି ମୃତ୍ୟୁ ଭୋଗ କଲେ? ନଗର ଦ୍ୱାର ବାହାରେ, ମାନେ ଜେରୁସାଲେମର ବାହାରେ। କାହିଁକି ପାପାର୍ଥକ ବଳି କୋଉଠି ଉତ୍ସର୍ଗ କରାଯାଏ? ନଗର ଭିତରେ ନୁହେଁ, ନଗର ବାହାରେ। ଯୋଉ ପଶୁକୁ ବଳିକୃତ କରାଯାଉଥିଲା କୋଉଠି? ନଗର ଦ୍ୱାର ବାହାରେ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଲଗଥାରେ ପାହାଡ଼ରେ, ଯୋଉଟାକି ନଗର ଦ୍ୱାର ବାହାରେ ଥିଲା, ସେଇଠି ସେ ବଳିକୃତ ହେଲେ। ଆମର ପାପାର୍ଥକ ବଳି ସେ ଦିନର ଆମର ପାପ ପାଇଁ ବଳି ଦରକାର ନାହିଁ। ଏଟା ଯୀଶୁ ହେଉଛନ୍ତି ଫାଇନାଲ ବଳି, ତାପରେ ଆଉ କିଛି ବଳି ଦରକାର ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଯଦି ଜଣେ ଲୋକ ଦାନ ଦେଇ ପରିତ୍ରାଣ ପାଇଯାଇଥାନ୍ତା, ତ୍ୟାଗ ତପସ୍ୟା କରି, ପୁଣ୍ୟ କରି, ତୀର୍ଥ କରି ପରିତ୍ରାଣ ପାଇଯାଇଥାନ୍ତା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜଗତକୁ ଆସିବାର ଆବଶ୍ୟକ ନଥାନ୍ତା। ପ୍ରଭୁ ଯୀଶୁ କାହିଁକି ଆସିଲେ? କାରଣ ଅନ୍ୟ କାହା ଦ୍ୱାରା ମଧ୍ୟ ଏହା ସମ୍ଭବ ନୁହେଁ। ତେଣୁ ମନୁଷ୍ୟର ସୃଷ୍ଟିକର୍ତ୍ତା ନିଜେ ତ୍ରାଣକର୍ତ୍ତା ହିଁ ଜଗତକୁ ଆସିଲେ, ଯେପରି ସେ ଆମମାନଙ୍କ ମୁକ୍ତିର ମୂଲ୍ୟ ଦେଇପାରନ୍ତି। ମୁକ୍ତିର ମୂଲ୍ୟ ଦେଇପାରନ୍ତି, କାରଣ ଆମକୁ ମୁକ୍ତି ପାଇବା ପାଇଁ ଗୋଟେ ମୂଲ୍ୟ ଦରକାର, ଆଉ ସେ ମୂଲ୍ୟ ଆମେ ଦେଇପାରିବୁନି। ପ୍ରଭୁ ଯୀଶୁ ପ୍ରାଣ ଦେଇକରି ଆମକୁ ରକ୍ଷା କରିଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ଆଜିର ବାକ୍ୟ ଶୁଣିବା ସମୟରେ ଆମେ ପ୍ରାର୍ଥନାର ସହିତ ଏ ବାକ୍ୟକୁ ଶୁଣିବା, କାହିଁକି ଆମେ ପୁନରୁତ୍ଥାନ ମହୋତ୍ସବରେ ପହଞ୍ଚିଛୁ। ଆଉ ଏଇଠି ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନକୁ ଆମେ କ'ଣ କରୁଛୁ? ସେଲିବ୍ରେଟ୍ କରୁଛୁ। ଆପଣ ଯଦି ଦେଖିବେ ମାର୍କ 10 ପର୍ବ 45 ପଦ, ମାର୍କ 10 ପର୍ବ 45 ପଦ। କାରଣ ମନୁଷ୍ୟ ପୁତ୍ର ମଧ୍ୟ ସେବା ପାଇବାକୁ ଆସିନାହାନ୍ତି। ଯୀଶୁ ସେବା ପାଇବା ପାଇଁ ଆସିନାହାନ୍ତି। ମତେ ସେବା କର ବୋଲିକରି ଆସିନାହାନ୍ତି। ମନୁଷ୍ୟ ପୁତ୍ର ସେବା ପାଇବା ପାଇଁ ଆସିନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ, କ'ଣ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି। ପ୍ରାଣ ଦେବାକୁ ଆସିଅଛନ୍ତି। ପ୍ରଭୁ ଯୀଶୁ କାହିଁକି ଆସିଛନ୍ତି? ମୁକ୍ତିର ମୂଲ୍ୟ ସ୍ୱରୂପେ ପ୍ରାଣ ଦେବାକୁ ସେ ଆସିଥିଲେ, ଆଉ ସେ ମୂଲ୍ୟ ଦେଇଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କ'ଣ ହେଲେ? ପୁଣି ଥରେ ଆମେ ଖୋଲିବା ସେଟା ଆମମାନଙ୍କର 1 Corinthians 15 ପର୍ବ। ପୁଣି ଥରେ ସେ ପଦଟାକୁ ଆମେ ପଢିବା ପାଇଁ ଚେଷ୍ଟା କରିବା। 15 ପର୍ବ ତାର 3 ପଦ 4 ପଦ। କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି, ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଥିଲି, ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ, ଶାସ୍ତ୍ରରେ ଯେମିତି ଲେଖା ହେଇଥିଲା, ବାଇବଲରେ ଯେମିତି ଲେଖା ହେଇଥିଲା। ଆମେ ଏବେ ଯୀଶୁଙ୍କର ଜନ୍ମ ବିଷୟରେ ଯୋଉ ଭାବବାଣୀ ଲେଖା ହେଇଛି, ସବୁ ସଫଳ ହେଇଛି। ଆମେ ଶୁଭ ଶୁକ୍ରବାର ଦିନ ଅନେକ ମଣ୍ଡଳୀରେ ସେ ଭାବବାଣୀ ଆଉ ସଫଳ ହେବାଟା ଆମେ ପଢୁଥିଲୁ। ୟାରେ ଜଣେ ଭାବବାଣୀ ପଢୁଥିଲେ, ୟାର ଜଣେ ସଫଳ ହେବାର, ତ ସବୁ ଭାବବାଣୀ ସଫଳ ହେଇଛି ଶାସ୍ତ୍ର ଅନୁସାରେ। ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁ ଭୋଗ କଲେ। କାହିଁକି ମୃତ୍ୟୁ ଭୋଗ କଲେ? ଆମମାନଙ୍କ ପାପ ନିମନ୍ତେ ମୃତ୍ୟୁ ଭୋଗ କଲେ, ଆମମାନଙ୍କ ପାପ ପାଇଁ, ନହେଲେ ମରିବାର ଆବଶ୍ୟକ ନାହିଁ। ଆମେ ପାପ କରିଛୁ, ଆଉ ଆମ ପାଇଁ ସେ ମୂଲ୍ୟ ଦେବା ପାଇଁ ଆସିଥିଲେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ବାଇବଲ କ'ଣ କହୁଛି? ଆମମାନଙ୍କ ପାପ ନିମନ୍ତେ ସେ ମୃତ୍ୟୁ ଭୋଗ କଲେ, ଆମର ପାପ ପାଇଁ ସେ ମଲେ। ଯଦି ଆପଣ ଦେଖିବେ, ଖୋଲା ରଖିଥାନ୍ତୁ ଏଭ୍ରି 2 ପର୍ବ ତାର 14 ପଦଟି ପଢନ୍ତୁ। ଏଭ୍ରି 2 ପର୍ବ। ମୁଁ ଆପଣଙ୍କୁ ଶାସ୍ତ୍ରର ଅଂଶ ଗୁଡାକ କାହିଁକି କହୁଛି? ମୁଁ ଆପଣଙ୍କୁ କାତାନି କହୁନାହିଁ, ଆପଣ କାହାଣୀ କହୁନାହିଁ। ଆଜିକାଲି ଅନେକ ପ୍ରଚାରକ ଆସି କ'ଣ କହୁଛନ୍ତି? ବାଇବଲ ଖୋଲିବା ଦରକାର ନାହିଁ। ଆଜ୍ଞା, ବାଇବଲ କାହିଁକି ଆଣିନ? ମତେ ବାଇବଲ ଦରକାର ନାହିଁ, ମୋର ପାର୍ଟିରେ ବାଇବଲ ଅଛି। କୋଉଠି ବାଇବଲ ଅଛି? ତାର ଥମ୍ନାରେ ପୁଣି ବାଇବଲ ଅଛି। ଟିକେ କୁହ ତ ଆଜ୍ଞା, ଟିକେ କର ଆଜ୍ଞା, ଦେଖବା ତମର ବାଇବଲ ବୋଲିକରି। ଯୋଉ ଲୋକ କହୁଛି ମୋର ପାର୍ଟିରେ ବାଇବଲ ଅଛି, ତାକୁ ଖାଲି କହିବ ଟିକେ କର ଆଜ୍ଞା, ତମର ଥମ୍ନାକୁ ଦେଖବା। ତାକୁ ଆଜ୍ଞା, ତମର ପାର୍ଟିରେ ତ ଆଜ୍ଞା 33ଟା ଦାନ୍ତ ମିଶା ନାହିଁ, 66ଟା ପୁସ୍ତକ କେମିତି ରହିବ? କୋଉଠି କୋଉଠି ରଖିଛ? ଆଦି, ଡାଟା, ପୁରାତନ ମିଶା ନାହିଁ। 39ଟା ପୁସ୍ତକ ତ ନାହିଁ, ନୂତନ ମିଶା ନଥିବ। 37ଟା ଦାନ୍ତ ମିଶା, କିଡ଼ା ଦାନ୍ତ କେତେ ଭାଙ୍ଗିଥିବ, ପଲଗା ଥିବ। ହଇରେ ବାବୁ, ତୋର ଥମ୍ନାରେ 37ଟା ଦାନ୍ତ ନାହିଁ, 66ଟା ପୁସ୍ତକ କୋଉଠି ଆସିଲା? ପ୍ରିୟ ଭାଇ ଭଉଣୀ ମାନେ, କାହାର ପାର୍ଟିରେ ବାଇବଲ ନଥାଏ, ଏଟା ବାଇବଲ।
ଯୋଉ ଲୋକ ବିନା ବାଇବଲରେ ଆଇବ ତାକୁ ପଟାଇ ଦିଅନ୍ତୁ। ଯୋଉ ଲୋକ କହିବ ମତେ ବାଇବଲ ଦରକାର ନାହିଁ, ଆପଣ କୁହନ୍ତୁ ତମେ ମିଶା ଆମକୁ ଦରକାର ନାହିଁ ବୋଲି। ବାସ୍ ଛିଲା କଥା। କାରଣ ଏଇ ଦିନ ମାନଙ୍କରେ ଆମେ ଦେଖୁଛୁ ଅନେକ ଲୋକଙ୍କୁ ବାଇବଲ ଦରକାର ନାହିଁ। ଶୈତାନ କାହିଁକି ଚାହୁଁଛି ଧୀରେ 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 ଖ୍ରୀଷ୍ଟିଆନ ମଣ୍ଡଳୀକୁ ବାଇବଲରୁ ଦୂରକୁ ନେବା ପାଇଁ ଚାହୁଁଛି, ବାଇବଲରୁ ଦୂରକୁ ନେବା ପାଇଁ। ସେଇଥିପାଇଁ ଏଇ ଦିନ ମାନଙ୍କର ଦେଖିବେ ଆପଣ ଏ ରଙ୍ଗବତୀ ପ୍ରଚାରକ ମାନେ ଆସିଛନ୍ତି, ରଙ୍ଗ ବେରଙ୍ଗ ଲୁଗାପଟା, ଏଟା ଷ୍ଟେଜ ସବୁରା ହେଇଯାଇଛି। ଉଦଳ ଛୋଟ ଖେବାର ପୋଲା ହେବା ଛିଲା କଥା। ଆମେ ତାକୁ କାବା ହେଇଥିବାର ଅଛି। ପ୍ରିୟ ଭାଇ ଭଉଣୀ ମାନେ, ଭାବବାଦୀ ବୋଲେ କିଏ ଜାଣିଛନ୍ତି କି? ଆପଣ ଦେଖନ୍ତୁ ଆମର ନୂତନ ନିୟମର ଶେଷ ଭାବବାଦୀ। ଆପଣ ପୁରାତନ ନିୟମରେ ଯିବା ଦରକାର ନାହିଁ। ନୂତନ ନିୟମର ଯୋଉ ଭାବବାଦୀ ଥିଲେ, ନୂତନ ନିୟମ ପୁରାତନ ନିୟମକୁ ଯୋଡବାର ଭାବବାଦୀ କେ ବାପ୍ତିଜକ ଜୋହନ। ବାପ୍ତିଜକ ଜୋହନ କଣ କହୁଛନ୍ତି? ଏଇ ଦେଖ ଈଶ୍ୱରଙ୍କ ମେଷ ଶାବକ। ସେ ନିଜକୁ ଦେଖାଇ ହଉନାହାନ୍ତି, ତାକୁ ଦେଖ, ମକେ ଦେଖ ନାହିଁ। ଏଇ ଦେଖ ଈଶ୍ୱରଙ୍କର ଯୋଉ ପ୍ରଚାରକଙ୍କର ଶିକ୍ଷା ଦ୍ୱାରା ଆପଣ ଯୀଶୁଙ୍କ ପାଖକୁ ଯାଉନାହାନ୍ତି, ଆର ପାଖକୁ ଆସୁନାହାନ୍ତି, ମାନେ ଏ ଆପଣଙ୍କୁ ଯୀଶୁଙ୍କ ପାଖକୁ ନ ନେଇ ନିଜର ପାଖକୁ ଟାଣୁଛି। ସୁସ୍ଥ କିଏ କରିବେ? ଯୀଶୁ କରିବେ, ପ୍ରଚାରକ କରିବେ ନାହିଁ। ଆମେ ସବୁ ବାୟା ବିକଲ ହେଇକରି ଗାଁରେ ଚର୍ଚ୍ଚ ଥିବ ନ ଯାଇକରି ବୋଲେରୋ ଭାଡ଼ା କରି କେନେ କେନେ ପଳାଉଛୁ। ଏଠି ଢଙ୍ଗ ଢଙ୍ଗ ଘଣ୍ଟା ବାଜୁଥିବ, ଇତି ପ୍ରାର୍ଥନା ନାହିଁ, ବୋଲେରୋ ଭାଡ଼ା କରି ସ୍ଥିତି କୋଉଠି ଯାଉଛ? ନାଇଁ ଲୋ ଆଟା ଦୁକା, ମକେ ଆଖି ଦିଶେ ନାହିଁ, ମତେ କେମିତି ଫୁଣ୍ଡା ଉପରେ ଟେକଲାନି, ଏ ମାଣ୍ଡି ମନେ ଫୁଲି ଯାଇଛି, ଆଟା ଦୁକା ପିଠି ଦୁକା ପାଇଁ ସ୍ଥିତି ଗଲିନି। ଏ ପ୍ରଭୁ ସୁସ୍ଥ କରିପାରିବେନି ତମକୁ, ତାଙ୍କ ପାଖକୁ ଗଲେ ହେବ ନାହିଁ, ସ୍ଥିତି ଯିବାର ଅଛି। ମୋର ପ୍ରିୟ ମାନେ, ସରକାର ଆପଣଙ୍କୁ ମେଡିକାଲ କରିଦେଇଛି, ଯାଆନ୍ତୁ ଫ୍ରିରେ ଚିକିତ୍ସା ପାଇବେ। ପାଇବେ କି ନାହିଁ? ପାଇବେ। କି କାର୍ଡ ଦେଇଛନ୍ତି? ଆୟୁଷ୍ମାନ କାର୍ଡ। ଆୟୁଷ୍ମାନ ମାନେ ପୁରୁଷ ମିଶା ଆୟୁଷ୍ମାନ, ମହିଳା ମାନେ ମିଶା ଆୟୁଷ୍ମତି ନେ, ତମେ ମିଶା ଆୟୁଷ୍ମାନ। ସବୁ ଆୟୁଷ୍ମାନ କାର୍ଡ ଧରି କରି ଯାଅ, ଟ୍ରିଟମେଣ୍ଟ ଫ୍ରିରେ ଆସ। ଏ ଆଟା ଦୁକା ମୁଣ୍ଡ ଦୁକା ପିଠି ଦୁକା ପାଇଁ ମିଟିଂ କରିବାର ଆବଶ୍ୟକ ନାହିଁ, ଆବଶ୍ୟକ ନାହିଁ। ସେଟା ପାଇଁ 5 ଲକ୍ଷ 6 ଲକ୍ଷ ଖର୍ଚ୍ଚ କରିବୁ କି? କଣ ମିଟିଂ ପାଇଁ କମ ଖର୍ଚ୍ଚରେ ହେଉନାହିଁ, କମ ଖର୍ଚ୍ଚରେ ମିଟିଂଟା ହୁଏ ନାହିଁ। ଦେଖନ୍ତୁ ଆଜି ଗୋଟେ ଦିନ ମିଟିଂ ମଧ୍ୟ କେତେ ଖର୍ଚ୍ଚ ହେଇଥିବ। ଷ୍ଟେଜ ଗୋଟେ ଦିନ ପାଇଁ ଷ୍ଟେଜ, ୱାର୍ସିପ କରିବା ପାଇଁ ଜଣେ ଭାଇ, ୱାର୍ସିପରେ ବଜାଇବା ପାଇଁ ଲିଡ୍ କରିବା ପାଇଁ ଜଣେ ଭାଇ, ଆପଣଙ୍କ ପାଇଁ ଚେୟାର, ଏଠି ଟେଣ୍ଟ ହେଲା, ଏଠି ସେଠି ରନ୍ଧା ମିଶା ହେଇଛି ହେଲା। ଏଟା କୋଉ ରାଜନୀତି ଦଳରୁ ଆସିନାହିଁ, ଏ ଭାଇମାନେ ଏକା ବାହାର କରିଛନ୍ତି। ଗୋଟେ ସାଧାରଣ ମିଟିଂ କରିବା ପାଇଁ, ବାକ୍ୟ ଶୁଣିବା ପାଇଁ ଏତେ ଖର୍ଚ୍ଚ। ତାଇରେ ମୁଇଁ ପ୍ରଚାରକ, ମୁଁ ଉକା ଆସିଛି, ମକେ ମିଶା ଦେବେ। ବାକ୍ୟ ଶୁଣିବା ପାଇଁ ମିଟିଂ କରନ୍ତୁ ଆପଣ, ବାକ୍ୟ ଶୁଣିବା ପାଇଁ। ପ୍ରଭୁ ମାନଙ୍କୁ ଅନୁଗ୍ରହ କରନ୍ତୁ। ଏଟା ଶୈତାନ ଧୀରେ ଧୀରେ ଶୁଣନ୍ତୁ। ଏଟା କି ଝାଜ କି ଉଡୁଛି, ଟିକେ ସାଉଣ୍ଡ କମା ଭାଇ। ଏଟା ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହୁଁଛି, ଆପଣ ମାନେ ଜଣେ ପ୍ରଭୁଙ୍କର ଦାସଙ୍କର ବାକ୍ୟ ଶୁଣିବା ଦ୍ୱାରା ପ୍ରଭୁଙ୍କ ପାଖକୁ ଯିବାର ଅଛି। ବାପ୍ତିଜକ ଜୋହନ ଗୋଟେ ଭାବବାଦୀର ଚିହ୍ନ କଣ? ଖାଲି 4-5ଟା ବିଷୟ କହିବେ, ଆପଣ ଘରେ ବସି ଚିନ୍ତା କରିପାରିବେ। ବାଇବଲ ଭାବବାଦୀ ମାନଙ୍କୁ ଦେଖନ୍ତୁ, ସେ କଣ କହୁଛନ୍ତି? ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ସେ ତମର ପାଇଁ ମରିଛନ୍ତି, ସେ ତମକୁ ପାପ କ୍ଷମା ଦେବେ, ତାଙ୍କର ପାଖକୁ ଯାଅ। ମୁଇଁ ତ ତାଙ୍କର ଗୋଡ ଜୁତା ପିଟାଇବାକୁ ଯୋଗ୍ୟ ନାହିଁ, ମତେ ଅବଶ୍ୟ ହ୍ରାସ ହେବାକୁ ହେବ, ଆଉ ତାହାଙ୍କୁ ଉନ୍ନତ ହେବା। ଏଇଟା ହଉଛି ଭାବବାଦୀର ଚିହ୍ନ। ମୋର ସେବା ଦ୍ୱାରା ମୋର ପରିଚୟ କମ, ପ୍ରଭୁଙ୍କ ପରିଚୟ ଅଧିକ ହେବା ଦରକାର। ଏଲିଓଙ୍କୁ ପଚାରିଥିବେ କେହି ଜଣେ, ଏଲିଓ ତମର ପରିଚୟ କଣ? ସେ କହିଥିବେ ମୋର ନାଁର ଅର୍ଥ ଜାଣିଛ କି ନାହିଁ? ଏଲିଓ ଶବ୍ଦର ଅର୍ଥ ହଉଛି ସଦା ପ୍ରଭୁ ମୋର ପରିଚୟ। ହାଲେଲୁୟା। ଜଣେ ଭାବବାଦୀର ପରିଚୟ କିଏ? ସଦା ପ୍ରଭୁ, ସେ ନିଜେ ନାହିଁ। ଆଜିକାଲି ଆମେ ବକ୍ତା ମାନେ ତ ଷ୍ଟେଜରେ ଦେଖିବୁ କାର ଫଟୋ ଅଛି। ଯଦି ମୋର ଫଟୋ ସାନ ଥିବ, ଏ ଫଟୋ ବଡ ଥିବ, ସେ ଆଜ୍ଞା ଫଟୋ କାହିଁକି ବଡ ଅଛି? ସେ ବକ୍ତା କି ମୁଇଁ ବକ୍ତା? ମୋର ଫଟୋ ବଡ କର। ଆଜି 4-5ଟା ଫଟୋ ଥିଲେ, ଏ ଫଟୋ ହଟାଅ, ମୋର ଫଟୋ ଆକା। ପ୍ରିୟ ମାନେ, ଆମେ ଫଟୋ ପ୍ରେମୀ ପ୍ରଚାରକ, ଫଟୋ ପ୍ରେମୀ। ଆଜିକାଲି ଫଟୋ ଆସିଛି,
ଏହା ଫାଡ଼ିଲା ଫଟୋ ଆଜିକାଲି ଆସିଛି। ଏ ଫଟୋ ମିଶା ନଥିଲା ଯେତେବେଳେ ଆମେ ପ୍ରଚାର କରୁଥିଲୁ, ଫଟୋ ନଥିଲା, ମାନେ ସାନ ସାନ ମୋବାଇଲ ଥିଲା। ତା ପୂର୍ବରୁ ତ ମୋବାଇଲ ମିଶା ନଥିଲା, ଚିଠି ଲେଖୁଥିଲେ, ଆଜ୍ଞା ଗୋଟେ ମିଟିଂ କରିବା ପାଇଁ ଚାହୁଁଛୁ, ଆପଣଙ୍କ ଡେଟ୍ ଅଛି କି ଟିକେ କୁହନ୍ତୁ। ଏପଟରୁ ଆମେ ପଠାଉଥିଲୁ, ହଁ ମୁଁ ଫ୍ରି ଅଛି, ତେବେ ମିଟିଂ। ଫଟୋ ଫଟୋ ଲାଗବାର ନାହିଁ ହେଲା, ଫଟୋ ନାହିଁ। ଏମିତି ଗୋଟେ ମିଟିଂରେ ମୁଁ ଯାଇଛି, ବକ୍ତା ହେଇକରି ଫଟୋ ଫଟୋ ତ ନଥିଲା ସେତେବେଳେ, ନେବାକୁ ମିଶା ଆସିନାହାନ୍ତି। ଅଟୋ ଭଡ଼ା କରି ମିଟିଂରେ ଗଲି, ସେ ପଛ ବାଟେ ଠିଆ ହେଇଛି, ଗୋଟେ ଚେୟାର ଖାଲି ଅଛି, ବସବି ବୋଲିଲା ବେଳକୁ ଜଣେ କହୁଛି ନାଇଁ ଆଜ୍ଞା ଏଠି ବସ ନାହିଁ ଆଜ୍ଞା, ଜଣଙ୍କ ପାଇଁ ରଖିଛି ବୋଲିଲା ହେଲା। ତାର ବି କିଛି ଭୁଲ ନାହିଁ, ତ ଠିଆ ହେଲି। ତାପରେ ଆୟୋଜକ ମାନେ କଣ କହୁଛନ୍ତି, ଆମର ମିଟିଂ ସ୍ଥାନକୁ ବକ୍ତା ମହାଶୟ ଆସିଛନ୍ତି ବୋଲି ଶୁଣିଲୁ, ବକ୍ତା ଆଜ୍ଞା କୋଉଠି ଅଛନ୍ତି ଦୟାକରି ଷ୍ଟେଜକୁ। ତାକୁ ଜାନା ବି ନାହିଁ ମୁଇଁ ବକ୍ତା ବୋଲି କରି ପରେ ଷ୍ଟେଜକୁ ଆସିଲି। ତାପରେ ପ୍ରଚାର ସରିଲା, ଯୋଉ ଲୋକ ଚେୟାର ଦେଇ ନଥିଲା ସେ କହୁଛି ଆଜ୍ଞା ଦୟାକରି କ୍ଷମା କର ଆଜ୍ଞା, ତମକୁ ଚିହ୍ନି ପାରିଲି ନାହିଁ, ତୁମେ ବକ୍ତା ପର ଦିଶଲେ ସିନା ବୋଲଛି ସେ। ମାନେ ଆଜିକାଲି ବକ୍ତା ମାନେ ବକ୍ତା ପରେ ଦୁଶ୍ବାର ଅଛି, ବାକ୍ୟ ଥାଉ କି ନଥାଉ ଟିକେ ଦୁଶ୍ବାର ଅଛି, ବାସ୍ ଟିକେ ବକ୍ତା ପରା ଦିଶବାର ଅଛି। ବାପ୍ତିଜକ ଜନ କୋଉ ବାଟେ ଦିଶୁଥିଲେ, ପ୍ରାନ୍ତରରେ ରହୁଥିଲେ, ବନ ମଧୁ ଖାଉଥିଲେ, ସେ ଶିମ୍ବ ଭଳିଆ ସେ କେରବ ଜାତୀୟ ବୃକ୍ଷର ଫଳ ଗୋଟେ ଖାଉଥିଲେ, ଯାହାକୁ ପଙ୍ଗପାଳ ବୋଲି କହୁଛୁ, ସେଇଟା ସେ ଖାଉଥିଲେ, ଆଉ ଚିତ୍କାର କରୁଥିଲେ। ପ୍ରଭୁଙ୍କ ଦାସ ମାନଙ୍କୁ ପୁଲପିଟ ଦରକାର ନାହିଁ, ତାଙ୍କୁ ସାଉଣ୍ଡ ବକ୍ସ ବି ଦରକାର ନାହିଁ, ସେମାନେ ଯୋଉଠି ଠିଆ ହେବେ ସେଟା ପୁଲପିଟ। ସେ ଚିତ୍କାର କରୁଛନ୍ତି ମନ ପରିବର୍ତ୍ତନ କର। ଆଜିକାଲି ମନ ପରିବର୍ତ୍ତନ ଶିକ୍ଷା ନାହିଁ, ଖାଲି ଧନ ପରିବର୍ତ୍ତନର ଶିକ୍ଷା। ଧନ ପରିବର୍ତ୍ତନ। प्रचारक मन आसिबे कौन कहते, आज यहाँ कुछ होने वाला है, यहाँ कुछ होने वाला है। क्या होने वाला है? तो डाबू का सुधरी जाने वाला है, कुछ होने वाला नहीं। कारण जो वाक्य आपण शुणुंट से वाक्य द्वारा ही आपण जीवन को परिवर्तन आसो। तेणु आपण वाक्य को प्राधान्य दिंतु, एटा मु कहबा पई चाहे। कारण शेष दिन मानक शैतान जानी सारानी एमान को जीशु दरकार नहीं, जीशु को आशीर्वाद दरकार, सुस्थता दरकार, गाड़ी दरकार, टंका दरकार, सुना दरकार, तो सेटा दरकार थिबा लोक आसी मीटिंग आसी कौन साक्ष्य दउछंती, मोर रोग थिला, बेसी कष्ट थी, ए आज्ञा प्रार्थना कलारू मुई भल है, ए आज्ञा मते भल कले प्रभु नहीं, ए आज्ञा कु आज्ञा, ए आज्ञा तापर कबे सी आज्ञा, सी माने आज्ञा किछि करंती नहीं, से आज्ञा प्रभु ही करंती। तेणु आमे प्रचारक भक्त माने आमे प्रभु को पचे न जाई एमान को पचे जाउ, एटा शैतान को भल करी जना, एमान को आश्चर्य कर्म दरकार। तो शैतान कौन करुछि देखंतु, प्रकाशित वाक्य खोलंतु मस्त, खाली आपण खाली दुईटा पद पढ़िबा पई चाहे वाक्य मत को नेबा पूर्व, कारण यार पर आउरी अनेक मीटिंग हबो। एटा शैतान को भल करी जना। क्रिश्चियन मान को मरते मारले मिसा जीसु को छाड़बे नहीं, छाड़बे नहीं, जान दीछि से आंकर घर चप, आंकर चाकरी रो बाहर करो, गाँ रो बाहर करो, आंकर गाई गरु छड़ाई करी नहीं जाओ, एमान को अन्याय करो, अत्याचार करो, एमान को कबर दियो, देला कबर को उठकाई दियो, हेले मिसा जीसु के माने छाड़बे नहीं। चर्च कर भांगले भी जीसु को छाड़ुनु। एबे शैतान भावला केंती करवार अछि, एमान को आश्चर्य कर्म करी भगवा। एबे शैतान कौन करूछि देखंतु, प्रकाशित वाक्य 16 पर्व ता 14 पद, एमाने आश्चर्य कर्मकारी हाँ भूतात्मा होई, कौन लिखा अछि, आश्चर्य कर्मकारी भूतात्मा, अंडरलाइन करि थांतु। पवित्र आत्मा को द्वारा आश्चर्य कर्म नहीं, अरे भूतात्मा कहीं जड़े प्रचारक द्वारा जदि आश्चर्य कर्म होउची, अद्भुत काम होउची, प्रथम तार जीवन भल थिबा दरकार, तार चरित्र भल थिबा दरकार, तार कथाबार्ता भल थिबा दरकार, तार जीवन रे मंदतार दूर रहिबा दरकार। एमाने मंदतारे, पापरे, भ्रष्टतारे, दुष्टतार लिप्तताय को आश्चर्य कर्म करूछंती। दिन राति तो खराब वीडियो देखुछ तमे, नाना प्रकार पापर लिप्त अछ, तुमे कौन आश्चर्य कर्म कर। शैतान जानी एमान को केती भोकुआ करबार अछि, सेहिति पाए आजिकल कृष्ण शिक्षा नहीं, आउरी कृष्ण नहीं, दुख नहीं, प्रभु को ग्रहण कले पुणी दुख आसब नहीं, कष्ट आसब नहीं, निंदा आइब नहीं, ताड़ना आइब नहीं। को बाइबल पढ़ुछ तमे, को बाइबल रो बुझाउछ। जीसु कौन कहउछंती, जगत रे तुमान को निमंते क्लेश
ଅଛି। ଜନ 16:33 କଣ କହୁଛନ୍ତି? ଜଗତରେ ତୁମ ପାଇଁ କ୍ଲେଶ ଅଛି। ପ୍ରକାଶ ପାଖରେ କଣ ଲେଖା ଯାଉଛି? ଏମାନେ ମହାକ୍ଲେଶରୁ ବାହାରି ଆସିଛନ୍ତି। ପାଉଲ ଲେଖୁଛନ୍ତି ଆମମାନଙ୍କୁ ଅନେକ କ୍ଲେଶ ମଧ୍ୟ ଦେଇ ପ୍ରଭୁଙ୍କ ରାଜ୍ୟରେ ଯିବା ପାଇଁ କ୍ଲେଶ ଅଛି। ତ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ବାକ୍ୟ ଶୁଣିବା ସମୟରେ ଆମମାନେ ପ୍ରତ୍ୟେକ ପ୍ରାର୍ଥନାର ସହିତ ଆଜିର ବାକ୍ୟକୁ ଶୁଣିବା। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ପ୍ରଭୁ ଗୋଟେ ଭଲ ପାଗ ଦେଇଛନ୍ତି। ଏବେ ପର୍ଯ୍ୟନ୍ତ ଭଲ ପାଗ ଦେଇଛନ୍ତି। ଆମେ ଆସିଲା ବେଳେ କୋଟପାଡ଼ରେ ଯୋଉ ରକମର ବର୍ଷା, 10ଟା 11ଟା ଲୋକ ଲାଇଟ୍ ଲଗାଇ ଯାଉଛନ୍ତି, ଗାଡ଼ି ରାସ୍ତାଘାଟ ପାଣି ଭର୍ତ୍ତି। ଆମର କାର ଗ୍ଲାସ ଦୁଶୁ ନାହିଁ। ତାପରେ ସେ ବର୍ଷା କେତେ ଗଲା, ସେ ବାଟେ କୋଉଠି ଗଲା କାହିଁକି? ଏ ବାଟେ ନାହିଁ। କାହିଁକି? ପ୍ରଭୁ ଅନୁଗ୍ରହ କରିଛନ୍ତି ଆଜିର ଉତ୍ସବ ମନେଇବା ପାଇଁ। ମୁଁ ସମସ୍ତଙ୍କୁ କହିବା ପାଇଁ ଚାହେଁ, ଆଗାମୀ ଦିନ ମାନଙ୍କରେ ସମସ୍ତ ଚର୍ଚ୍ଚ, ଲୁଥରାନ ଚର୍ଚ୍ଚ ନାହିଁ, ସବୁ ଚର୍ଚ୍ଚରେ କଣ ହେବା ଦରକାର? এই ପୁନରୁତ୍ଥାନ ମହୋତ୍ସବ ମାନିବା ଦରକାର। କାରଣ ଯୋଉ ପର୍ବ ମାନୁଛନ୍ତି, ଲେଖା ନହେଲା ମହାପ୍ରଭୁ, ଲେଖା ନହେଲା ପର୍ବ। କିନ୍ତୁ ଆମର ତ ଲେଖା ଥିଲା ପ୍ରଭୁ ଅଛି, କାହିଁକି ଲେଖା ଥିବା ପର୍ବ ମାନବୁ ନାହିଁ? ଉତ୍ଥାନ ପର୍ବ, ପ୍ରଭୁ ଯୀଶୁ ମରି ଜନ୍ମ ପର୍ବ ତ ସବୁ ଲୋକ ମାନି ହେବ। ସବୁ ଲୋକ ଜନ୍ମ ହେଇଛୁ, ସେ ଜନ୍ମ ହେଲେ, ଏ ଜନ୍ମ ହେଲେ, ଯୀଶୁ ବି ଜନ୍ମ ହେଲେ। କିନ୍ତୁ ମରି କରି କେତେ ଲୋକ ଉଠଲା ଅଛତ? ୱାନ୍ ଏଣ୍ଡ ଓନ୍ଲି यीशु नाम गोटे ना तो से आका मरी कर उठिଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏ ଆଶ୍ଚର୍ଯ୍ୟ କର୍ମକାରୀ ଭୂତାତ୍ମା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି? ସମୟ ପ୍ରକାଶ କରିବ, ସମୟ ପ୍ରକାଶ କରିବ। କାରଣ ଶୈତାନ କେମିତି ପ୍ରକାଶିତ ହେବ ଜାଣିଛନ୍ତି? ମନେ ରଖିଥାନ୍ତୁ, ଟିକେ ମସ୍ତ ଖୋଲନ୍ତୁ ଆପଣ ମାନେ। 2 ଥେସଲୋନିକ୍ୟ 2:9 ଏ ପଦ ଗୁଡାକ ମନେ ରଖିଥିବେ। যে শয়তান আসুଛି, ପ୍ରଭୁଙ୍କ ଲୋକମାନେ ତ ଚାଲିଯିବେ। ପ୍ରଭୁଙ୍କ ଲୋକମାନେ ଯିବା ପୂର୍ବରୁ ଶୈତାନ ଯୋଉ ପ୍ରକାଶିତ ହେବ, ସେ କେମିତି ପ୍ରକାଶିତ ହେବ ପଢନ୍ତୁ ଟିକେ। ଶୈତାନ ଶକ୍ତି ଅନୁସାରେ, ଶୈତାନର ଶକ୍ତି ଅନୁସାରେ ସମସ୍ତ ପ୍ରକାର ମିଥ୍ୟା ଶକ୍ତି, ସମସ୍ତ ପ୍ରକାର ମିଥ୍ୟା ଶକ୍ତି, ଚିହ୍ନ ଓ ଅଦ୍ଭୁତ କର୍ମ, ପୁଣି ବିନାଶ ପାତ୍ର ମାନଙ୍କ ନିକଟରେ ସମସ୍ତ ପ୍ରକାର ଅଧର୍ମ ଛଳନା ସହକାରେ, ସେଇ ଅଧର୍ମ ପୁରୁଷ ପ୍ରକାଶିତ ହେବ। ସେ ଅଧର୍ମ ପୁରୁଷ ଆଗମନ କରିବ। କେମିତି ଆଗମନ କରିବ? ଛଳନାର ସହିତ ବିଭିନ୍ନ ଶକ୍ତି, ଅଦ୍ଭୁତ କର୍ମ ଏସବୁ ଦେଖାଇ କରି ସେ ଆସିବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣଙ୍କ ଦେହରେ କୌଣସି ରୋଗ ନଥିଲେ ମରବେ ଆକା। ଆପଣ ସୁସ୍ଥ ହେଇକରି ନରକକୁ ଯାଇପାରିବେ, କିନ୍ତୁ ଅସୁସ୍ଥ ଥାଇ ମଧ୍ୟ ପାପ ନଥାଉ। ମୁଁ ସବୁବେଳେ କୁହେ, ତମର ଶରୀରରେ 100ଟା ରୋଗ ଥାଉ, ମାତ୍ର ପାପ ନଥାଉ। ମରିଗଲେ ସିଧା ଅବ୍ରାହମଙ୍କର କୋଳରେ ଆକା। ଲାଜର ଦେଖ, ଦେହ ଯାକ ଘା ଭର୍ତ୍ତି ଥିଲା। ସେ ଘା ଭର୍ତ୍ତି ଥିବା ସମୟରେ ଆକା ମରଲା, କିନ୍ତୁ ସେ କୋଉଠି ଯାଉଛନ୍ତି? ଅବ୍ରାହମଙ୍କ କୋଳକୁ। ଏ ଧନୀ କିଛି ରୋଗ ନାହିଁ, ବିନା ବେମାରରେ ଜୟପୁର ପଳାଇଛନ୍ତି। ସେ ଯାଇକରି ପାନି 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 ଅଲପ ଲାଜର କେ ପାଠାଇ ଦିଅ। ଲାଜର ତୋର ଗତି ତ ଥିଲା ବେଳେ ତ ପାନି ଗୋ ଟୋପା ଦେଇନୁ, ଏବେ ଲାଜର ହାତର ପାନି ପିଇବି। ନରକ କେମିତି ଜାଗା ଜାଣିଛନ୍ତି? ଅନନ୍ତ ଖାଳ ପାଇଁ ଗୋଟେ ଟୋପା ପାନି ମିଶା ମିଳିବ ନାହିଁ। ଏବେ ଯୋଉ ପାନି ଇଚ୍ଛା ଦୋକାନରେ ଯାଇ ଘେନି କରି ପିଉଛୁ। সোডা পকাই করি, বরফ পকাই করি, বিনা পানি গাবি করি পিউଛୁ। ଏବେ ସେ ଦିନ ଜଣା ପଡିବ। এটা শয়তান ଏମିତି ପ୍ରକାଶିତ ହେବ। ମୋର ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିଥାନ୍ତୁ, ବାଇବଲ ଦରକାର। ଆଉ ଯୋଉ ଲୋକ ପ୍ରଚାର କରିବେ ତାଙ୍କୁ କହିବେ ବାଇବଲ ଖୋଲନ୍ତୁ। ଆପଣ ବି ବାଇବଲ ଖୋଲନ୍ତୁ, ଦେଖନ୍ତୁ, ଅଣ୍ଡରଲାଇନ କରନ୍ତୁ। ଏଇଟା ମୁଁ କହିବା ପାଇଁ ଚାହେଁ। ମୁଁ ବେଶୀ ଜ୍ଞାନ ମୋର ନାହିଁ, ମୋର ବେଶୀ ବୁଦ୍ଧି ମିଶା ନାହିଁ। ମତେ ପ୍ରଭୁ ଯେତିକି ଜ୍ଞାନ ଦେଇଛନ୍ତି, ଦିନେ ମୁଁ ପ୍ରଭୁଙ୍କୁ ପଚାରିଲି, ପ୍ରଭୁ ମୋର ସେବା କଣ? ପ୍ରଭୁ ମୋର ସେବା କଣ? ପ୍ରଭୁ କହିଲେ, ତୋର ସେବା କିଛି ନାହିଁ, ଯେତିକି ଲେଖା ହେଇଛି ସେତିକି କହ, ତୋର କାମ ସେତିକି। ମାନେ କଣ? ମୁଁ ହଉଛି ପ୍ରଭୁଙ୍କର ଅଣ୍ଡରଲାଇନର। ଅଣ୍ଡରଲାଇନର ମାନେ କଣ? ଲୋକମାନଙ୍କୁ ବୁଝାଇବାଟା, ଅଣ୍ଡରଲାଇନ କର, ଅଣ୍ଡରଲାଇନ କର, ଯୋଉ ଲେଖା ଅଛି ଚିହ୍ନ କର। ଏଇଟା ଲେଖା ଅଛି, ଏଇଟା ଲେଖା ଅଛି, ଏଇଟା ଲେଖା ଅଛି, ଏଇଟା ଲେଖା ଅଛି, ସେଟା କାମ।
आजिकली प्रचारक मन से कौन कहते मैं फास्टिंग में था और प्रभु ने मेरे को बताया कहब तुमको प्रभु बताइले तर मैजिक दे बता जोटा लेखा है हमको आसी बता जो लेखा नहीं हुआ है तेरे मैजिक को बता जा करके और जो लेखा हुआ है हमको बता लेखा थिला कथा हेबार अछि आमे लेखा थिला ख्रिस्टान पर थिबार अछि जे कहले तार कातर बाया ही करी होइलो हूं करबार नै लेखा अछि पचारो हमको मिसा पचारो कोटी लेखा है प्रिय भाई भौणी माने प्रभु हमन अनुग्रह करंतु खाई की गोटे पद पढ़ंतु देखंतु द्वितीय कोरिन्थियो 11 पर्व तार 13 14 और 15 पद द्वितीय कोरिन्थियो 11 13 14 15 କାରଣ ଏହିପରି ଲୋକେ हाँ ଭଣ୍ଡ ପ୍ରେରିତ केंती प्रेरित प्रेरित नहीं ए माने भंड प्रेरित लेखुथिबे प्रेरित भंड प्रेरित तापरे ଓ ଶଠ କାର୍ଯ୍ୟକାରୀ ଷଠ କାର୍ଯ୍ୟକାରୀ ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତ ମାନଙ୍କ ବେଶ ଧାରଣ କଣ କରନ୍ତି କରନ୍ତି ପ୍ରଭୁଙ୍କ ଦାସ ମାନଙ୍କ ଭଳିଆ ବେଶ ଧାରଣ ଧାରଣ କରନ୍ତି। କରନ୍ତି କାଲି ମୁଁ ଦେଖୁଥିଲି ଗୋଟେ ବାବା ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧିଛନ୍ତି ମୋବାଇଲ ଆସିଥିଲା ତ ଦେଖୁଥିଲି ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧି ମାଗି ବୁଲିଲେ ପରେ ଗୋଟେ କୋନେ ଯାଇକରି ସେ ଡ୍ରେସ ପିନ୍ଧି ଦେଲା ଭିତରେ ଜିନ୍ ପ୍ୟାଣ୍ଟ ଟି ସାର୍ଟ ଅଛି ହେଲା କାହିଁକି पेट पोष नहीं दोष आमर कथा अच्छी भेक देखी भिक ये बक्ता माने जंती आसबे छूट बुट सेंती आगा डाबू देवे जब से बक्ता कहबे आपके यहाँ 5 स्टार होटल है हाँ क्या गोटे कोटपाड़ में है ठीक है वहां मेरे को रखो अगर उससे अच्छा कहा है जगदलपुर में है ठीक है जगदलपुर में एक स्वीट रूम मेरे लिए बुक करना हाँ आज्ञा आप लोग कितने लोग आसेंगे आज्ञा हम लोग आएंगे 15 लोग आज्ञा तुम्हें तो एकला प्रचार करो 15 लोग आसी कौन करबो हाँ तो के भई कर स्टेज खटाई देबे ना कौन करो ना पछ बड़े बसी प्रार्थना करथिबे से माने ए 15 लोग काहे की आसो चोदे कुटा खाई करी आपण ऑर्गेनाइज करबा लोग प्रचार मीटिंग सरला परे गोटे मास ते त मुरे पानी नहीं खर पे आमे भाबुचो डाबो डुबा मारी देला मारी नहीं से माने मारी पलाई छथि आको और प्रिय भाई भौणी माने आजिकल बॉडीगार्ड कहीं धरी बुलू प्रचारक माने डाबो का सुना देले बिडराइबा को पड़े डाबो कि नहीं देख तो गुच्चा कर गाड़ी बसाई करी ने बोली के नहीं प्रिय भाई भौणी माने कहीं के कहूची आपन माने भ्रमित हुअंतु नहीं ये कौन लिखा जाउची से प्रेरित मान को बेश धारण करन तापरे यह आश्चर्य नुहे हाँ यह आश्चर्य नुहे कारण ଶୈତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ दीप्ति के शैतान केते आसबो कालिया भिसभिसाई खेसाला माई आसबो ने काले ही लिए बुआ राती डोरी गलिलो काला ही करी केंती आसी करे शैतान तू के मैं शैतान ए शैतानो बोलबो के नहीं शैतान आसबो नहीं कोन करी कालिया भिसभिसाई को जाने छी ए क्रिश्चियन मान को ठकबार अछि बोले दीप्तिमय दूतर बेश धारण करवा अछि तो से दीप्तिमय दूतर बेश धारण कर आसी बता परे अतएव हाँ हाँ अतएव जदि ताहार सेवक माने मध्य ଧାର୍ମିକତାର ସେବକ ମାନଙ୍କ ବେଶ ଧାରଣ कौन କରନ୍ତି लिखा जी ताहार सेवक माने मध्य कौन करंती से तो चतुर एमन परम चतुरारी कार सेवक शैतान सेवक तेणु प्रिय भाई भौणी माने शैतान को जना जे ख्रिस्टियन मान को केति ठकबार अछि सेति पई तार सेवक मान को जे माने तार अनुसार जीवन काटुचंती पवित्रता नहीं धार्मिकता नहीं सिद्धता नहीं प्रार्थना जीवन नहीं खाली कौन देखंतु मु प्रचार करूची मके माइक नतला प्रचार करबी नहीं प्रचार पाई माइक दरकार अछि जो माने दिन राति आसी स्टेज रे आराधना करूचंती ताको पचार घरे केते समय पर्सनल आराधना करूचंती घरे एकला बसला बेले तमे केते आराधना करूचो माइक न दे माइक देबार छी प्रार्थना करबा केतन को नहीं देखबे अनेक लोग जाइते मीटिंग रे जदि ताको प्रार्थना करबा माइक देबे नहीं रिसाई खसो खसो पले रे एतकी दूर जाइतिली
ପ୍ରାର୍ଥନା କରିବା ପାଇଁ ମତେ ଦେଲ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ ପ୍ରାର୍ଥନା ଗୁପ୍ତ କୋଠରୀରେ କର। ଯଦି ଖାଲି କି ମୋର ପ୍ରଚାର ହେବାଟା ବନ୍ଦ ହେଇଯିବ, ମୁଁ ବାହାରେ ପ୍ରଚାର କରିବାକୁ ଯିବି ନାହିଁ, ଗୋଟେ କାମ କରିବି, ଆଣ୍ଠୁ ମାରି ବାଇବେଲ ପଢିବାଟା ଆରମ୍ଭ କରିବି, ତାଠୁ ବଡ କାମ ମୋର କିଛି ନାହିଁ। ପ୍ରଭୁ ମତେ ପ୍ରଚାର କରିବାକୁ ଡାକି ନାହାନ୍ତି, ପ୍ରଭୁ ମତେ ଡାକିଛନ୍ତି ପବିତ୍ର ହେବା ପାଇଁ, ତାଙ୍କ ସହିତ ରହିବା ପାଇଁ, ଏଇଟା ମତେ ଡାକିଛନ୍ତି। ଏଠି କଣ ଲେଖାଯାଉଛି? ଅତଏବ ଯଦି ତାହାର ସେବକ ମଧ୍ୟ ଧାର୍ମିକତାର ସେବକ ମାନଙ୍କୁ ବେଶ ଧରନ୍ତି, ତାହା ତେବେ ତାହା ବଡ଼ ବିଷୟ ନୁହେଁ। ତେବେ ତାହା ବଡ ବିଷୟ ନୁହେଁ। ନୁହେଁ। ଏଟା କାହିଁକି ମୁଁ କହିଲି ପ୍ରିୟ ମାନେ, ଆଗାମୀ ଦିନ ମାନଙ୍କରେ ଏଟା ମୁଁ ଦେଖୁଛି ଶୈତାନ ଜାଣିଲାଣି ଏ ଖ୍ରୀଷ୍ଟିଆନ ମାନଙ୍କୁ ମାରିଦେଲେ ବି ଯୀଶୁଙ୍କୁ ଛାଡିବେନି, ଏମାନଙ୍କୁ ଗାଁରୁ ଖେଦିଦେଲେ ବି ଯୀଶୁଙ୍କୁ ଛାଡିବେନି, ଏମାନଙ୍କୁ ଚାକିରି ନେଇଗଲେ ବି ଯୀଶୁଙ୍କୁ ଛାଡିବେନି। କେମିତି କରିବା ଅଛି? ଏମାନଙ୍କୁ ମୋର ସେବକ ମାନଙ୍କୁ ପଠାଇ କରି ଏମାନଙ୍କୁ ଭୋକୁଆ ବନାଇ କରି ଆଗକୁ ନେବାର ଅଛି। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ମୃତ୍ୟୁକୁ ଜୟ କରି ଉଠିଲେ ଶାସ୍ତ୍ର ଅନୁସାରେ, ମସ୍ତ ଖୋଲନ୍ତୁ ପୁଣି ଥରେ ପ୍ରଥମ କରନ୍ତୀୟ 15 ପର୍ବ ତାର 3-4 ପଦ। କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି କାରଣ ଯୋଉ ଯୋଉ ଶିକ୍ଷା ମୁଁ ପାଇଥିଲି ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଥିଲି, এই ପ୍ରଧାନ ଶିକ୍ଷା ମୁଁ ତୁମମାନଙ୍କୁ ପ୍ରଦାନ କରିଥିଲି, ଯଥା ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁ ଭୋଗ କଲେ। କଣ କଲେ? ଶାସ୍ତ୍ର ଅନୁସାରେ ସେ ପାପ କରିନାହାନ୍ତି, ଆମ୍ଭମାନଙ୍କ ପାପ ନିମନ୍ତେ ସେ ମୃତ୍ୟୁ ଭୋଗ କଲେ, ସମାଧି ପ୍ରାପ୍ତ ହେଲେ। ସମାଧି ପ୍ରାପ୍ତ ହେଲେ। ପ୍ରିୟ ଭାଇ ଭଉଣୀ ମାନେ କଣ ଲେଖାଯାଉଛି? ସମାଧି ପ୍ରାପ୍ତ ହେଲେ। ହେଲେ। ସମାଧି ପ୍ରାପ୍ତ ହେଲେ, ଏଟା ବଡ ବିଷୟ। ଆପଣ ଯଦି ଦେଖିବେ 4 ଗୋଟି ସୁସମାଚାରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସମାଧି କ୍ରିୟାକୁ ଲେଖାଯାଉଛି। ସମାଧି କ୍ରିୟାକୁ ଆପଣ ଯଦି ଦେଖିବେ, ଦେଖନ୍ତୁ ମୁଁ କାହିଁକି କହୁଛି, ଆମେ ଯୋଉ ପୁନରୁତ୍ଥାନ ମହୋତ୍ସବ ଆରମ୍ଭ କରିଛୁ, ମୁଁ କହିବା ପାଇଁ ଚାହେଁ କାନାଗୁଡାର ଭାଇ ଭଉଣୀ ମାନଙ୍କୁ, ପ୍ରତିବର୍ଷ ଆପଣ ରବିବାର ଆଉ ସୋମବାର, ପୁନରୁତ୍ଥାନ ରବିବାର ଆଉ ସୋମବାର ଦିନକୁ ଆପଣ ପୁନରୁତ୍ଥାନ ମହୋତ୍ସବ ଆରମ୍ଭ କରନ୍ତୁ। ছোট আকারে হো, এড়ে বড় মিটিং করে ন পারলে চর্চে মিশা করো, কিন্তু সেলিব্রেট করো, পালন করবার ଅଛି। কাହିଁକି? পুনরুত্থান মহোৎসব ହେବା ଦରକାର। এটা ସମସ୍ତେ ଜାଣିବା ଦରକାର। ଆମେ ଖ୍ରୀଷ୍ଟିଆନ ମାନେ ଯୋଉ ପ୍ରଭୁଙ୍କ ସେବା କରୁଛୁ ସେ ଜୀବିତ ଅଟନ୍ତି। ତାଙ୍କୁ ପଚାର, ତମର କୋଉ ମାପରୁ ମରିକରି ବଞ୍ଚିଛନ୍ତି? କିଏ ଆଉ କିଏ ଅଛି କି ଯୀଶୁଙ୍କ ଛଡା? କେହି ନାହାନ୍ତି। କାତାନି ନାହିଁ। ଶାସ୍ତ୍ର ଅନୁସାରେ ଦୁଃଖ ଭୋଗ କଲେ ଆଉ ଶାସ୍ତ୍ର ଅନୁସାରେ ସମାଧି ପ୍ରାପ୍ତ ହେଲେ। ଆପଣ ଯଦି ଦେଖିବେ, ମସ୍ତ ଖୋଲନ୍ତୁ ମାଥ୍ୟୁ 27 ପର୍ବ ତାର 60 ପଦ। ମାଥ୍ୟୁ 27 ପର୍ବ 60 ପଦ। ଆପଣର ଯେଉଁ ନୂତନ ସମାଧି ହଁ ପାହାଡ଼ରେ ଖୋଳିଥିଲେ ହଁ ସେଥିମଧ୍ୟରେ ତାହା ଥୋଇଲେ, ହୁଁ ଆଉ ସମାଧି ଦ୍ୱାରରେ ଖଣ୍ଡିଏ ବଡ଼ ପଥର ଗଳାଇ ଦେଇ ଚାଲିଗଲେ। ହଁ ଯୀଶୁ ଖ୍ରୀଷ୍ଟଙ୍କର ମୃତ ଶରୀରକୁ ହାରମାଥିଅର ଯୋସେଫ, ତାଙ୍କ ନାଁ ହାରମାଥିଅ ଯୋସେଫ ନାହିଁ, ସେ ହାରମାଥିଆର ଯେମିତି କାନାଗୁଡାର ଯୋସେଫ ବୋଲିବେ କି ନାହିଁ? କୋଉ ଯୋସେଫ? କାନାଗୁଡାର ଯୋସେଫ। ସେମିତି ଲେଖା ଅଛି ହାରମାଥିଅର ଯୋସେଫ। ହାରମାଥିଅଟା ଜେରୁସାଲେମରୁ 20 ମାଇଲ ଦୂରରେ ଥିଲା। ଜେରୁସାଲେମରୁ 20 ମାଇଲରେ କୋଉଟା ଥିଲା? ହାରମାଥିଅ ଥିଲା। ଆଉ ସେଠିକାର ଯୋସେଫ ସେ ନିଜ ପାଇଁ ଗୋଟେ ସମାଧି ଖୋଲିଥିଲେ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମର ଶରୀରକୁ ସେ ତାଙ୍କର ସମାଧିରେ ରଖିଲେ ବୋଲି କରି ମାଥ୍ୟୁ ଲେଖୁଛନ୍ତି। ଖାଲି ମାଥ୍ୟୁ ଲେଖୁନାହାନ୍ତି, ମାର୍କ ବି ଲେଖୁଛନ୍ତି। ମାର୍କ 15 ପର୍ବ 46 ପଦ। ମାର୍କ 15 ପର୍ବ 46 ପଦ। ସେ ଖଣ୍ଡିଏ ସୂକ୍ଷ୍ମ ବସ୍ତ୍ର କିଣି ହଁ ତାହାଙ୍କୁ ଓହ୍ଲାଇ ଆଣି ସେଥିରେ ତାହାଙ୍କୁ ଗୁଡ଼ାଇଲେ ଗୁଡାଇଲେ। ଓ ପାହାଡ଼ରେ ଖୋଳା ହୋଇଥିବା ଗୋଟେ ସମାଧିରେ ତାଙ୍କୁ ଥୋଇ ଦେଇ ହଁ ସମାଧି ଦ୍ୱାରରେ ଖଣ୍ଡିଏ ପଥର ଗଳାଇ ଦେଲେ। ହଁ କଣ କଲେ ପ୍ରିୟ ଭାଇ ଭଉଣୀ ମାନେ? ଯୀଶୁ ଖ୍ରୀଷ୍ଟଙ୍କର ମର ଶରୀରକୁ ସମାଧିରେ, କାହିଁକି ଏଟା ମୁଁ କହୁଛି, ଗୋଟେ ଥିଓରି ଚାଲିଲା ମଝିରେ, ନାଇଁ ଯୀଶୁ ମରି ନାହାନ୍ତି, ଯୀଶୁ ମରି ନାହାନ୍ତି, ତାଙ୍କର ଶରୀରକୁ ଶିଷ୍ୟ ମାନେ ଚୋରି କରି ନେଇଗଲେ, ତାପରେ ଯୀଶୁ ବଞ୍ଚିଗଲେ, ତାପରେ କୋଉଠି ଆସିଥିଲେ? କାଶ୍ମୀରକୁ ଆସିଥିଲେ। ପୂର୍ବରୁ ପୁଣି ଯୀଶୁ କୋଉଠି ଆସିଥିଲେ? ପୁରୀ ଆସିଥିଲେ। ପଛେ କୋଉଠି ଆସିଥିଲେ? କାଶ୍ମୀର ଆସିଥିଲେ। କୋଉଠି ଲେଖା ହେଇଛି? କୋଉଠି ଲେଖା ହେଇଛି? ଯୀଶୁ ଇତିହାସ। ପ୍ରଭୁ ଯୀଶୁ ଖ୍ରୀଷ୍ଟ 33 ବର୍ଷ କେମିତି କାଟିଲେ ବାଇବଲରେ ଲେଖା ହେଇଛି। ମୋର ମେସେଜ ୟୁଟ୍ୟୁବରେ ପାଇବେ। ମଝିରେ ଗୋଟେ ଭାଇ
କଣ କହୁଥିଲେ ତମର ଯୀଶୁ 18 ବର୍ଷ କୋଉଠି ଥିଲେ ଲେଖା ହେଇଛି କୋଉଠି ଥିଲେ ସେମିତିକା ଲୋକ ଆକା କଣ କହୁଛନ୍ତି ନାଇଁ ତୁମ ଯୀଶୁ ମରି ନଥିଲେ ମୂର୍ଚ୍ଛା ହେଇ ଯାଇଥିଲେ ଚେତା ହେଲା ପଛେ ଶିଷ୍ୟମାନେ ଲୁଚାଇ କରି ପଟାଇ ଦେଲେ ସେ କାଶ୍ମୀରରେ ଆସିଲେ ଆଉ ତାଙ୍କର କବର ମିଶା ଅଛି ବୋଲି କହୁଛନ୍ତି ବାରେ ବା କବର ମିଶା ସେଟ୍ କଣ ସେଥିପାଇଁ ମୁଁ କହୁଛି ସେ ସମାଧି ପ୍ରାପ୍ତ ହେଲେ ଏଟା ମାର୍କ ବି ଲେଖୁଛନ୍ତି ଆପଣ ଲୁକ ଲିଖିତ ସୁସମାଚାର ଦେଖିବେ 23 ପର୍ବ 53 ପଦ ଲୁକ 23 ପର୍ବ ତାର 53 ପଦ ଟିକେ ପଢିବେ ହଁ ପୁଣି ତାହା ଓହ୍ଲାଇ ଆଣି ହଁ ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ ହଁ ଯହିଁରେ କେହି କେବେ ରଖାଯାଇ ନଥିଲା ଯହିଁରେ କେହି କେବେ ରଖାଯାଇ ନଥିଲା ପାହାଡ଼ରେ ଖୋଳା ହୋଇଥିବା ଏପରି ଗୋଟିଏ ସମାଧିରେ ତାଙ୍କୁ ଥୋଇଲେ। କଣ କଲେ ଏଇଠି ବି ସେ ଲେଖୁଛନ୍ତି ତାଙ୍କୁ ସମାଧିରେ ଥୋଇଲେ ଲୁକ ବି ଲେଖୁଛନ୍ତି ଜହନ ବି ଲେଖୁଛନ୍ତି ଚାରିଟା ସୁସମାଚାରରେ ଏଟା ଲେଖାଯାଉଛି କାହିଁକି ଇମ୍ପୋର୍ଟାଣ୍ଟ ଯୀଶୁଙ୍କ ମରିବାଟା ଇମ୍ପୋର୍ଟାଣ୍ଟ ଶାସ୍ତ୍ର ଅନୁସାରେ ସେ ମଲେ କାହିଁକି ସେ ମଲେ ଆମେ ଜୀବନ ପାଇବୁ ସେ ପାପାର୍ଥକ ବୋଲି ଉତ୍ସର୍ଗ ହେବା ଦରକାର ତାଙ୍କ ରକ୍ତ ବୁହାଇବା ଦରକାର ପ୍ରିୟ ଭାଇ ଭଉଣୀ ମାନେ ଆମେ ଯୋଉ ନିସ୍ତାର ପର୍ବ ପାଳନ କଲୁ ଧର୍ମ ଗୁରୁବାର ଏଠି କଣ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ ଆଉ ଶରୀରର ନିଦର୍ଶନ ସ୍ୱରୂପ ଆମେ ପ୍ରଭୁ ପଦର ଅଂଶୀ ହେଇଥିଲୁ ପ୍ରଭୁ ପଦର ଅଂଶୀ ହେଇଥିଲୁ ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ରାତ୍ରରେ ଶିଷ୍ୟମାନଙ୍କୁ ଦେଇ କହିଲେ ଏଇଟା ମୋର ଶରୀର ଏଇଟା ଆମର ରକ୍ତ ମତେ ସ୍ମରଣ କରିବା ପାଇଁ ଏଇଟା କର ଆଜିଠାରୁ ନୂତନ ନିୟମ ଆରମ୍ଭ ହେଲା ଆହୁରି ବଳି ଦରକାର ନାହିଁ ବଳିଦାନ ସମାପ୍ତ ହେଲା ପୃଥିବୀର କୌଣସି ଲୋକକୁ ଆଉ ବଳି ଦେବାର ଆବଶ୍ୟକ ନାହିଁ କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବଳିକୃତ ହେଇ ସାରିଛନ୍ତି ସେ ହେଉଛନ୍ତି ଶେଷ ବଳି ମାନବ ଜାତିର ମୁକ୍ତି ପାଇଁ ସେ ହେଉଛନ୍ତି ଶେଷ ବଳି ତାପରେ ଆଉ ବଳିର ଆବଶ୍ୟକ ନାହିଁ ଆପଣ ଦେଖିବେ ଜହନ ଲିଖିତ ସୁସମାଚାର ତାର 19 ପର୍ବ 41-42 ପଦ ସେ ଯେଉଁ ସ୍ଥାନରେ କ୍ରୁଶରେ ଚଢା ସେ ଯାଇଥିଲେ ଯୋଉ ସ୍ଥାନରେ କ୍ରୁଶ ଚଢା ଯାଇଥିଲେ ସେ ସ୍ଥାନରେ ଗୋଟେ ଉଦ୍ୟାନ ଥିଲା ସେ ସ୍ଥାନରେ ଗୋଟେ ଉଦ୍ୟାନ ଥିଲା ଆଉ ସେଇ ଉଦ୍ୟାନରେ ଗୋଟେ ନୂତନ ସମାଧି ଥିଲା ହଁ ସେଥିରେ କେହି କେବେ ରଖାଯାଇ ନଥିଲେ। ସେଇ ସମାଧିରେ ଯୀଶୁଙ୍କୁ ରଖାଯାଉଛି ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସମାଧି କ୍ରିୟାକୁ ଚାରୋଟି ସୁସମାଚାରରେ ଲେଖାଯାଉଛି ଏଟା ପ୍ରଭୁ ଯୀଶୁ ଶାସ୍ତ୍ର ଅନୁସାରେ ଶାସ୍ତ୍ର ଅନୁସାରେ ସେ ସମାଧି ପ୍ରାପ୍ତ ହେଲେ ତାପରେ କଣ ଲେଖାଯାଉଛି ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ। କଣ ଲେଖାଯାଉଛି ପ୍ରଥମ କରିନ୍ଥୀୟ 15 ପର୍ବ 4 ପଦରେ ଶାସ୍ତ୍ର ଅନୁସାରେ ସମାଧି ପ୍ରାପ୍ତ ହେଲେ ଆଉ ତୃତୀୟ ଦିବସରେ ଶାସ୍ତ୍ର ଅନୁସାରେ ଉତ୍ଥିତ ହେଲେ। ଶାସ୍ତ୍ର ଅନୁସାରେ ଶାସ୍ତ୍ରରେ ଲେଖା ହେଇଛି ସେଇଟା ଘଟିଛି ଶାସ୍ତ୍ର ଅନୁସାରେ କାର ଅନୁସାରେ ଶାସ୍ତ୍ର ଅନୁସାରେ ମୋର ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଆପଣମାନଙ୍କୁ ଅନୁଗ୍ରହ କରନ୍ତୁ ଆଜିର ସମ୍ବାଦକୁ ବୁଝିବା ପାଇଁ ଏଟା ଶାସ୍ତ୍ର ଅନୁସାରେ ଶାସ୍ତ୍ର ଅନୁସାରେ ଶାସ୍ତ୍ର ଅନୁସାରେ ଆପଣ ଯଦି ଦେଖିବେ ମସ୍ତ ଖୋଲନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ମଧ୍ୟ ମୃତ୍ୟୁ ଯେମିତି ଚାରିଟା ସୁସମାଚାର ଲେଖାଯାଉଛି ପୁନରୁତ୍ଥାନ ମଧ୍ୟ ଚାରିଟା ସୁସମାଚାରରେ ମୃତ୍ୟୁକୁ ଲେଖିଲେ ହେବ ନାହିଁ ମୃତ୍ୟୁ ପରେ ପୁନରୁତ୍ଥାନ ମଧ୍ୟ ଲିପିବଦ୍ଧ ହେବା ଦରକାର ପ୍ରିୟ ଭାଇ ଭଉଣୀ ମାନେ ବାଇବଲ ପରି ସଠିକ ଆଉ ନିର୍ଭୁଲ ପୁସ୍ତକ ଦୁନିଆରେ ପାଇବେ ନାହିଁ ଆପଣ ଖାଲି ଫେସବୁକ୍ ୟୁଟ୍ୟୁବରେ ଆସିକି କମେଣ୍ଟ କଲେ ହେବ ନାହିଁ ମୁଁ କହିବା ପାଇଁ ଚାହେଁ ବାଇବଲ ହେଉଛି ଏକ ସଠିକ ଆଉ ନିର୍ଭୁଲ ପୁସ୍ତକ ଗୋଟେ ଅଥେଣ୍ଟିକ ଆଉ ପ୍ରମାଣ ସିଦ୍ଧ ପୁସ୍ତକ ଯାହା ଲେଖା ହେଇଛି ତାହା ଘଟିଛି ସେଇଥିପାଇଁ ଯୀଶୁଙ୍କର ଆଗମନ ମଧ୍ୟ ଘଟିବ ବୋଲି ଆମେ ପ୍ରସ୍ତୁତ ହୋଇଛୁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଦେଖିବା ସେଇଟା ମଧ୍ୟ ପଢିଦେବା ଟିକେ ମାଥ୍ୟୁ 28 ପର୍ବ 5 ଆଉ 6 ପଦ ମାଥ୍ୟୁ 28 ତାର 5 ଆଉ 6 ପଦ କିନ୍ତୁ ଦୂତ ସ୍ତ୍ରୀ ଲୋକମାନଙ୍କୁ ଉତ୍ତର ଦେଲେ ଦୂତ ସ୍ତ୍ରୀ ମାନଙ୍କୁ ଉତ୍ତର ଦେଲେ ତୁମ୍ଭେମାନେ ଭୟ କର ନାହିଁ ତୁମେ ମାନେ ଭୟ କର ନାହିଁ କାରଣ ତୁମ୍ଭେମାନେ ଯେ କ୍ରୁଶରେ ହତ ଯୀଶୁଙ୍କର ଅନ୍ୱେଷଣ କରୁଅଛ ତୁମେ ମାନେ ଯେ କ୍ରୁଶରେ ହତ ଯୀଶୁଙ୍କର ଅନ୍ୱେଷଣ କରୁଅଛ ତାହା ମୁଁ ଜାଣେ ସେ ଏଠାରେ ସେ ନାହାନ୍ତି ଏଠାରେ ନାହାନ୍ତି କାରଣ ସେ ଯେପରି କହିଥିଲେ କାରଣ ସେ ଯେପରି କହିଥିଲେ ସେହିପରି ଉଠି ସେ ଅଛନ୍ତି। ଯେପରି କହିଥିଲେ ସେହିପରି ଉଠି ଅଛନ୍ତି ପ୍ରିୟ ମାନେ ଏଇଟା ମାଥ୍ୟୁ ଲେଖୁଛନ୍ତି ମାର୍କ ଦେଖନ୍ତୁ 16 ପର୍ବ 6 ପଦ କାହିଁକି ମୁଁ ପଢାଉଛି ମନେ ରଖିଥାନ୍ତୁ ପୁନରୁତ୍ଥାନ ଗୁରୁତ୍ୱପୂର୍ଣ୍ଣ ଅଟେ
ପୁନରୁତ୍ଥାନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ପ୍ରଭୁ ଯୀଶୁ ଯଦି ମରିକରି ଉଠି ନାହାନ୍ତି, ମୁଁ କହିବା ପାଇଁ ଚାହେଁ ପ୍ରଭୁ ଯୀଶୁ ମରିକରି ଉଠିବା ଦ୍ୱାରା ଆମର କ'ଣ ଲାଭ ହଉଛି? ଯଦି ମରିକି ଉଠି ନଥାନ୍ତେ ଆମର ସବୁ ବେକାର, ସବୁ ବେକାର। ସେ ମରିକି ଉଠିବାର ଆଶୀର୍ବାଦ କ'ଣ ତାହା ମୁଁ ଟିକେ କହିବା ପାଇଁ ଚାହେଁ। ମତେ ଖୋଲନ୍ତୁ ଆପଣ ମାନେ ଦେଖନ୍ତୁ, ସେଇଟା ମାର୍କ 16 ପୂର୍ବ 6 ପଦ। ସେଥିରେ ସେ ସେମାନଙ୍କୁ କହିଲେ, ସେଥିରେ ସେ ସେମାନଙ୍କୁ କହିଲେ, ବିସ୍ମାନିତ ହୁଅ ନାହିଁ, ବିଶ୍ୱାନ୍ୱିତ ହୁଅ ନାହିଁ, ତୁମ୍ଭେମାନେ କ୍ରୁଶରେ ହତ ନାଜରିତ ଯୀଶୁଙ୍କର ଅନ୍ୱେଷଣ ତୁମେ ମାନେ କରୁଅଛ, କ୍ରୁଶରେ ହତ ନାଜରିତ ଯୀଶୁଙ୍କର ଅନ୍ୱେଷଣ କରୁଅଛ। ସେ ଉଠି ଅଛନ୍ତି, ସେ ଉଠି ଅଛନ୍ତି, ସେ ଏଠାରେ ସେ ନାହାନ୍ତି, ଏଠାରେ ନାହାନ୍ତି। ନାହାନ୍ତି। ସେ ଖୁସିରେ ତ ଶିଷ୍ୟମାନେ ଗାଉଛନ୍ତି, ଉଠିଲେ ପ୍ରଭୁ ସବୁ ଦୁଃଖ କ୍ଲେଶରୁ ଏ ପାମୁ। ଆନନ୍ଦରେ ଗାଉଛନ୍ତି ସେମାନେ, ଆନନ୍ଦ। ସେଇ ଆନନ୍ଦ ଆମର ଟିକେ ଦେଖାଯିବାର ଅଛି। ଆମ ଲୋକମାନେ କ'ଣ କହୁଛନ୍ତି? ଯୀଶୁଙ୍କର ଜନ୍ମ ପର୍ବକୁ କ'ଣ ବୋଲି କହୁଛନ୍ତି? ଆଗ ଆମକୁ କ'ଣ ବୋଲି ଛୁଟି ଦଉଥିଲେ? ଧାନ କଟା ଛୁଟି। କି ଛୁଟି? ଧାନ କଟା ଛୁଟି ଆମେ ମାନୁନୁ, ଆମେ ଯୀଶୁଙ୍କର ଜନ୍ମ ପର୍ବକୁ ପାଳନ କରୁଛୁ। ଏଟାକୁ ଆମେ ଖ୍ରୀଷ୍ଟିଆନ ମାନେ କ'ଣ କରୁଛୁ? ଆମ୍ ପରବ। କି ପରବ? ଆମ୍ ପରବ। এটা ଆମ୍ ପରବ ନାହିଁ, এটা ହଉଛି ଉତ୍ଥାନ ପରବ। ମୁଁ କହିବି ଆପଣ ମାନଙ୍କୁ ପରେ। ଆମ୍ ପରବ ନାହିଁ ଗୋଟେ। କାହିଁକି? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେମିତି ମୃତମାନଙ୍କ ମଧ୍ୟରୁ ପ୍ରଥମ ଫଳ ସ୍ୱରୂପ ଉଠିଲେ, ଠିକ୍ ସେହିପରି କ'ଣ କଲେ? ଆମେ ନୂଆ ଲୋକ ଥିଲୁ, ପ୍ରଭୁକୁ ଜାଣିନଥିଲୁ, ସେଠି ଆମ୍ ମିଶାଇ ଦେଲେ। ଏଟା ନୂଆ ଫଳ, ତମେ ଏଇ ଫଳ ଯୋଉ ନୂଆ ଫଳ ଦେଖୁଛ, ଠିକ୍ ସେହିପରି ପ୍ରଭୁ ଯୀଶୁ ମୃତ୍ୟମାନଙ୍କ ମଧ୍ୟରୁ ନୂତନ ଫଳ ଭାବରେ ସେ ଆସିଲେ। ସେ ହେଉଛନ୍ତି ପ୍ରଥମ ଫଳ, ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନର ପ୍ରଥମ ଫଳ। ସେଇଟାକୁ ନ ମାନି ଆମର ଆମ୍ ପରବ। ଆମ୍ ପରବ ଖାଲି ଆମ୍ ଆସୁଛି ନୂଆଟା, ପଣସ ଆସୁଛି କି ନାହିଁ? ନାଇଁ ନାଇଁ, ଆପଣ ଦେଖନ୍ତୁ ଗଛ ମାନଙ୍କର କଷି ପଣସ ଅଛି, ପଣସ ପରବ କାହିଁକି ମାନୁନୁ? ପ୍ରିୟ ଭାଇ ଭଉଣୀ ମାନେ, ଆମମାନେ ଖାଲି ଶୈତାନ ଚାହୁଁଛି କେମିତି ବି ସେମାନେ ଭେଲକି ଥାନ୍ତୁ, ସେବାଟେ ମାତି ଥାନ୍ତୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ବସିଲା ବେଳକୁ আমার କେତେ ଲୋକ ମାନେ କବର ପଟାର ଯାଇକରି ସେ କବର ଉପରେ ଆମର ରଖି ଦେଇଥିଲେ ବୋଲା। ଆମ୍ ମୁଁ ସାନ ଥିଲି, ସାଙ୍ଗ ପିଲାମାନେ କବର ଆଇଲା ପରେ ଆମ୍ ଖୋଜି ବୁଲିବେ କି ନାହିଁ? କହିଦେବେ ସତ କଥା ଗୋଟେ କହିଲି ମତେ ଗଛ ଚେଗବାକୁ ଡର, ହାଇଟ୍ ବୋଲେ ମତେ ଡର। କ'ଣ କରିବା? ସବୁ କବରରେ ବୁଲି କରି ଯେତିକି ଆମ୍ ଥିବା ସେତିକି ଗୋଟା ଗୋଟେ ମୁନା ଭର୍ତ୍ତି ହେଇଯିବାର, ତାକୁ ଆମେ 4-5 ଲୋକ ବାଟା କରିବା ହେଲା। ସେମାନେ 2-3 ଲୋକ ମଲେବେ, ମୁଇଁ ଗୋଟେ ବଞ୍ଚିଛି ହେଲା। ସବୁ ମିଶିକରି ଗୋଟାଇବାର, ତାପରେ ଭାଗ କରିଦେବାର। তুই এতকি নেই, তুই সেতকি নেই, তুই সেতকি নেই। আম কুটু আনলো বলে আরে কি প্রিয় মানে মলা লোক নাম খাইবে কি? ଆମେ କ'ଣ କହୁଛୁ? ନାଇଁ ଆମେ ଆମ ପର ମାନଲୁନି ହୋ, ତମର ପାଇଁ ମିଶା ଗୋଟେ ଆଣି ଦେଇଛୁ, ସୁବିଧା ଦେଖି ଉଠ ଆରି ଟିକେ ନୁନ ମର୍ଚି ବାଟ ଦେଲେ ହବ କି ନାହିଁ? ବାପଡ଼ା ବାପଡ଼ ଉଠିବେ ଆରି ଛାନି କରି। ନାଇଁ ସେଟା ବି କହୁଛି, ଯଦି ରୁଟି ଖାଇବେ ବୋଲେ ଭଲ କଥା। ଆମ୍ବ ପରବ ନାହିଁ, এটা ହଉଛି ପୁନରୁତ୍ଥାନ ପର୍ବ। ଆମ୍ବ ଖାଆନ୍ତୁ, ମନା ନାହିଁ, କିଛି ମନା ନାହିଁ। ଆମେ ବି କାଲି ଯାଇଥିଲୁ ଗୋଟେ ଚର୍ଚ୍ଚରେ, କାରଣ ପ୍ରଥମ ଫଳ ତ ପ୍ରାର୍ଥନା କରି ଦିଆଗଲା ସେଠି। ମୁଁ ଯାଇଥିଲି ଲକ୍ଷ୍ମୀପୁର ଜେଲ୍ସି ଯାଇଥିଲି, ସେଠି ଦିଆହେଲା। ଆମ ସାହିରେ, ଆମ ସାହି ଚର୍ଚ୍ଚରେ ବି ଦିଆହେଲା। ମନ୍ଦ ବୋଲି କହୁନାହିଁ, କିନ୍ତୁ ସେ କ'ଣ ଆମମାନଙ୍କୁ ବୁଝାଇବା ପାଇଁ ଗୋଟେ ଫଳ ଦେଖାଇଲେ, ଏଇଟା ହେଉଛି ପ୍ରଥମ ଫଳ, ଏ ବର୍ଷର ପ୍ରଥମ ଫଳ। ଏଇ ଫଳ ସ୍ୱରୂପ ପ୍ରଭୁ ଯୀଶୁ ମଧ୍ୟ ମୃତମାନଙ୍କ ମଧ୍ୟରୁ ପ୍ରଥମ ଫଳ ସ୍ୱରୂପ ଉଠିଥିଲେ। ଏଇଟା ଆମକୁ ବୁଝାଇବା ପାଇଁ ଦୃଷ୍ଟାନ୍ତ ଭଳିଆ କହିଥିଲେ। ତ ପ୍ରିୟ ଭାଇ ଭଉଣୀ ମାନେ, ଆମେ ଦେଖୁଛୁ କ'ଣ? ମାର୍କ, ଲୁକ ବି ଦେଖିବେ। ଲୁକ 24 ପର୍ବ ତାର 5 ଆଉ 6 ପଦ। ସେଥିରେ ସେମାନେ ଭୀତ ହୋଇ ଅଧମୁଖ ହୁଅନ୍ତି। ହଁ, ସେମାନେ ସେମାନଙ୍କୁ କହିଲେ, ସେମାନେ ସେମାନଙ୍କୁ କହିଲେ, ମୃତ୍ୟୁମାନଙ୍କ ମଧ୍ୟରେ ତୁମେମାନେ କାହିଁକି ଜୀବିତଙ୍କର ଅନ୍ୱେଷଣ କରୁଅଛ? ତୁମେ ମୃତମାନଙ୍କ ମଧ୍ୟରେ ତୁମେ ଜୀବିତଙ୍କର କାହିଁକି ଅନ୍ୱେଷଣ କରୁଛ? ବାକି ଲୋକ ତ ମରିଛନ୍ତି, ଏ ମଲା ଲୋକ ଭିତରେ ଜୀବିତଙ୍କର କାହିଁକି ଅନ୍ୱେଷଣ କରୁଅଛ? ତାପରେ
ସେ ଏଠାରେ ନାହାନ୍ତି, ସେ ଏଠାରେ ନାହାନ୍ତି, ମାତ୍ର ଉଠି ଅଛନ୍ତି। ମାତ୍ର ଉଠି ଅଛନ୍ତି। ମୋର ପ୍ରିୟ, ସେ ଏଠାରେ ନାହାନ୍ତି, ଉଠିଛନ୍ତି। এইটা ସବୁ ସୁସମାଚାର ବିଭିନ୍ନ ସମୟରେ ଲେଖାଗଲା, ବିଭିନ୍ନ ସ୍ଥାନରେ ଲେଖାଗଲା, କିନ୍ତୁ ସତ୍ୟତାକୁ ଲିପିବଦ୍ଧ କରାଯାଉଛି ଯେପରି ଆଗାମୀ ସମୟରେ ଆମର ଖ୍ରୀଷ୍ଟିଆନ ବିଶ୍ୱାସ ସୁଦୃଢ଼ ହେଇପାରିବ। ଆମେ ଖ୍ରୀଷ୍ଟିଆନ ବିଶ୍ୱାସ କେମିତି ସ୍ୱୀକାର କରୁଛୁ? ପନ୍ତିୟ ପିଲାତର ଅଧିକାର ସମୟରେ ସେ କ୍ରୁଶିତ ହେଲେ, ହତ ହେଲେ, ମୃତ୍ୟୁ ହେଲେ, ମୃତ୍ୟୁମାନଙ୍କ ସ୍ଥାନକୁ ଓହ୍ଲାଇଲେ, ଆଉ କ'ଣ କଲେ? ତୃତୀୟ ଦିନରେ ମୃତ୍ୟୁମାନଙ୍କ ମଧ୍ୟରୁ ଉଠିଲେ। এইটা ଖ୍ରୀଷ୍ଟିଆନର ବିଶ୍ୱାସ। এটা সেই ସମୟରୁ, এটা କୋଉ ମଣ୍ଡଳୀର ବିଶ୍ୱାସ ନାହିଁ, এটা ଖ୍ରୀଷ୍ଟିଆନର ବିଶ୍ୱାସ। এটা ସବୁ ଚର୍ଚ୍ଚରେ କହିବା କଥା। এটা ଖାଲି ଲୁଥରାନ ଚର୍ଚ୍ଚ ନାହିଁ, ପେଣ୍ଟିକୋଷ୍ଟାଲ ଚର୍ଚ୍ଚ ଆପଣ ଦେଖିବେ, ଯେତିକି ମେନ୍ ଲାଇନ୍ ଚର୍ଚ୍ଚ ଦେଖିବେ ଏ ଖ୍ରୀଷ୍ଟିଆନ ବିଶ୍ୱାସ ସ୍ୱୀକାର କରିବେ। ଆପଣ ସିଏନ୍ଆଇରେ ଯାଆନ୍ତୁ, ସିଏସ୍ଆଇରେ ଯାଆନ୍ତୁ, ଏ ମେନ୍ ଲାଇନ୍ ଚର୍ଚ୍ଚ ଗୁଡ଼ା, କାହିଁକି ଆମର ମଣ୍ଡଳୀ ଗୁଡ଼ାକରେ ଏଇଟା ଆମେ ନ କରିବା ଦ୍ୱାରା ଆମର ବିଶ୍ୱାସ, ଲୋକମାନଙ୍କ ବିଶ୍ୱାସ ଆଜି ସେ ଦୁର୍ବଳ ହେଇଯାଉଛି। ତ ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆପଣମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମରିକରି ଉଠିଛନ୍ତି। এইটা লেখা ଆପଣ ଯୋହନର ଦେଖିବେ, ଯୋହନ ଲିଖିତ ସୁସମାଚାର 20 ପର୍ବ 1 ପଦ। ସପ୍ତାହର ପ୍ରଥମ ଦିନ ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ଅନ୍ଧକାର ଥାଉ ଥାଉ ମଗ୍ଦଲିନୀ ମରିୟମ ସମାଧି ନିକଟକୁ ଆସି ଆସି ସେଥିରୁ ପଥର ଘୁଞ୍ଚାଇ ଯାଇଥିବା ଦେଖିଲେ। କ'ଣ ହେଇଛି? ପଥର ଘୁଞ୍ଚେଇ ଦିଆଯାଇଛି। ସେଇଠି ଆହୁରି ଯୀଶୁ ନାହାନ୍ତି, ସେଠି ନାହାନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସମାଧି ଜାଗାର ଯିବା ପାଇଁ ପଥର ଘୋଡ଼େଇ ଦିଆଯାଇ ନାହିଁ। ପଥର କାହିଁକି ଘୁଞ୍ଚାଇ ଦିଆଯାଇଛି? ଏଇ ମହିଳା ମାନେ କହୁଥିଲେ କଥା ହେଇକରି, ଏଡ଼େ ବଡ଼ ପଥର, ଏ ସୈନ୍ୟମାନେ ବି ଜଗିଛନ୍ତି, କିଏ ଆମକୁ ପଥର ଘୁଞ୍ଚାଇ ଦେବ? ତାଙ୍କର ପାଇଁ, ଯୀଶୁ ଯିବା ପାଇଁ ନାହିଁ। ପ୍ରଭୁ ଯୀଶୁ ସେ ପଥର ଥିଲେ ବି ସେ ବାହାରିକରି ପଳେଇବେ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ସ୍ତୁତି ହଉ। ବାଇବଲରେ କ'ଣ ଲେଖାଯାଉଛି ସେଟା ବି ଆମେ ପଢ଼ିବା ଦରକାର। ମସ୍ତ ଯଦି ଖୋଲିବେ ଆପଣ ଦେଖିପାରିବେ, ଗୀତ ସଂହିତା 16 ପର୍ବ ତାର 10 ପଦ। 16 ପର୍ବ 10 ପଦ। କାରଣ ତୁମେ ମୋ ପ୍ରାଣକୁ ହଁ, ପାତାଳରେ ପରିତ୍ୟାଗ କରିବ ନାହିଁ, ତୁମେ ମୋ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିମ୍ବା ତୁମେ ଆପଣା ପବିତ୍ର ଜନକୁ ତୁମେ ଆପଣ ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ। କ୍ଷୟ ପାଇବାକୁ ଦେବ ନାହିଁ। ସକାଳେ ମୁଁ କହୁଥିଲି ସେ କଥା। ଯୀଶୁଙ୍କ ଶରୀର କ୍ଷୟ ପାଇନଥିଲା। କ୍ଷୟ ମାନେ କ'ଣ? ଡିଟେରିଏଟ୍ ହେବା, ସଢ଼ିବା, ସଢ଼ି ନଥିଲା। ଆମର ଲୋକ ମରଲେ ବୋଲେ କେମିତି ହେବ? ଗୋଟେ ଦିନ ହଉ ଆକା ଗନ୍ଧବାଟା ଆରମ୍ଭ ହେବ। ନିଆବେ ବେଗି ନିଆବେ, ଏବାଟେ ଫୋନ୍ ଚାଲିଥିବ, ଗାଛ ଖୋଲା ସରିଲା କି ନାହିଁ, ବେଗି ନେବା, ଗନ୍ଧୁଛି। ଭଲ ଲୋକ ହେଲେ ଗୋଟେ 2 ଦିନ ରଖି ହବ। ଯଦି ମେଡିକାଲରୁ ଯଦି କାଟା ବେଟା ହେଇ ଆସିଥିବ, ସାଙ୍ଗେ ସାଙ୍ଗେ ନିଅବେ। କାହିଁକି? ଆମର ଶରୀର ପାପର ଶରୀର, ଆମର ଶରୀର କ୍ଷୟର ଶରୀର। ଯୀଶୁଙ୍କ ଶରୀର ସେମିତି ନଥିଲା, ପବିତ୍ର ଶରୀର ଥିଲା। ମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଏମିତି ପ୍ରହାର କରିଛନ୍ତି ଯେ ତାଙ୍କର ପିଠିରେ ବି ମାଂସ ନାହିଁ, ଦେହରେ ଅନେକ ଜାଗାରେ ମାଂସ ନାହିଁ, କ୍ଷତ ବିକ୍ଷତ ହେଇଛି, ସେ ଖଣ୍ଡ ବିଖଣ୍ଡିତ ହେଇଛନ୍ତି। ଏମିତି ପ୍ରହାର କରିଛନ୍ତି, କିନ୍ତୁ 3 ଦିନ ପରେ ମଧ୍ୟ ସେ ଶରୀର ସଢ଼ି ନାହିଁ। ହାଲେଲୁୟା, ହାଲେଲୁୟା। ପ୍ରିୟ ଭାଇ ଭଉଣୀ, ଶରୀରଟା ସଢ଼ି ନାହିଁ, କାହିଁକି? କ୍ଷୟ ପାଇବ ନାହିଁ, କ୍ଷୟ ପାଇବ ନାହିଁ। ଯୋଉ ଯୀଶୁ 4 ଦିନର ମୋଡ଼ାକୁ କେ ଲାଜର, କାନାଗୁଡ଼ାର ଲାଜର ନାହିଁ, ବାଇବଲର ଲାଜର, ସେ 4 ଦିନର ମହିଳା ଲାଜରକୁ ଉଠାଇଥିଲେ, ସେ ସଢ଼ିବେ କି ନାହିଁ? ସେ କ୍ଷୟ ପାଇବେ ନାହିଁ। ସେ କ'ଣ ହେଲେ? ସେ ପୁନରୁତ୍ଥିତ ହେଲେ। ଆଉ ଏଇଟା ଲେଖିଲା ବେଳକୁ ଯଦି ଆପଣ ଦେଖିବେ ପ୍ରିୟ ଭାଇ ଭଉଣୀ ମାନେ, ପ୍ରେରିତ ପୁସ୍ତକ ଯଦି ଆପଣ ଦେଖନ୍ତୁ 2 ପର୍ବ, ପ୍ରେରିତ 2 ପର୍ବ ତାର 24 ପଦ, ପ୍ରେରିତ 2 ପର୍ବ 24 ପଦ। କିନ୍ତୁ ଈଶ୍ୱର ମୃତ୍ୟୁର ବନ୍ଧନ ମୁକ୍ତ କରି, ଈଶ୍ୱର ମୃତ୍ୟୁର ବନ୍ଧନ ମୁକ୍ତ କରି ତାହାଙ୍କୁ ଉଠାଇ ତାହାଙ୍କୁ ଅଛନ୍ତି। ଉଠାଇ ଅଛନ୍ତି। କାରଣ ସେ ଯେ ମୃତ୍ୟୁ ଦ୍ୱାରା କାରଣ ଆବଦ୍ଧ ସେ ରହିବେ, ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ହୋଇ ରହିବେ, ତାହା ଅସମ୍ଭବ। ତାହା ଅସମ୍ଭବ, ଅସମ୍ଭବ। ମୁଁ ଏ ଅଞ୍ଚଳର ସବୁ ବିଶ୍ୱାସୀ ଭାଇ ଭଉଣୀ ମାନଙ୍କୁ ଧନ୍ୟବାଦ ଦେବା ପାଇଁ ଚାହେଁ। ମୁଁ ଆସିଲା ବେଳକୁ ଚେୟାର ଗୁଡ଼ାକ ସବୁ ଖାଲି ଥିଲା। ଆଇବେ ନାହିଁ କାହିଁକି ବୋଲି ମୋର ମନରେ ଟିକେ ଦୁଃଖ ଥିଲା। ମାନେ କମ୍ ଲୋକ ଥିଲେ ପ୍ରଚାର କରିବି ନାହିଁ ବୋଲବା ଦୁଃଖ ନାହିଁ, ଯେ ଏଡ଼େ ବଡ଼ ପରମ ମାନୁଛୁ, ଲୋକ କାହିଁକି ଆସୁନାହାନ୍ତି?
প্রিয় মানে ଏ ପୁନରୁତ୍ଥାନ ମହୋତ୍ସବ ଏଟା ଖ୍ରୀଷ୍ଟିଆନ ମାନଙ୍କର ବଡ଼ ପର୍ବ। ଆମର ଲୋକମାନେ ପୁଷ ପୁନିକୁ ଭୟଙ୍କର ମାନୁଛନ୍ତି, ସତ କି ନାହିଁ? ଗାଁ ଯାକ ଲୋକ ଧରି କରି ନାଚୁଛନ୍ତି ମଦ ପିଇ କରି। ଆମକୁ ତ ମଦ ବି ଲୋଡ଼ା ନାହିଁ, ଆମକୁ ପରମାନ ମଦ ଲୋଡ଼ା କି? ଆଗେ ଯେତେବେଳେ ପ୍ରଭୁକୁ ଜାଣିନଥିଲୁ ଢୁଲତେ ମଦ ପିଉଥିଲୁ ପରବ ବେଲେ, ଏବେ ମଦ ଦରକାର ନାହିଁ। କାରଣ ଯୀଶୁଙ୍କୁ ଗ୍ରହଣ କଲା ପରେ ଆମ ଜୀବନରୁ ପାପ ସବୁ ଚାଲିଗଲା। ଦୁର୍ଭାଗ୍ୟରେ ଯଦି ମଧ୍ୟ କିଏ ମଦ ପିଉଛ, ମୋର କଥା ଟିକେ ଶୁଣ ଦୟାକରି। ଆଗାମୀ ସମୟରେ ଆର୍ଥିକ ପରିସ୍ଥିତି ଖରାପ ହେବା ପାଇଁ ଯାଉଛି, ବିଶ୍ୱର ଅର୍ଥନୈତିକ ସମସ୍ୟା ବଢିବା ପାଇଁ ଯାଉଛି, ଆଉ ଭାରତର ଆର୍ଥିକ ସମସ୍ୟା ଅଧିକ ହବ। ତ ମଦ ମୁଦା ପିଇବା ଲୋକ ଏବେ ଆକା ଛାଡ଼, ନହେଲେ ବାସି ତୁରାନି ବି ମିଳିବ ନାହିଁ। ସରକାର ଅନେକ ଯୋଜନା ବନ୍ଦ କରୁଛନ୍ତି, କାଲି ଯଦି ଚାଉଳ ଦେବାଟା ବନ୍ଦ କରିବେ ନାହିଁ କି ବାସି ତୁରାନି ଫୁସ୍କି ତୁରାନି ସେ ମିଳିବ ନାହିଁ। ମନେ ରଖିଥାନ୍ତୁ। এই ଯୋଉ ଯୋଜନା କରି ଡାବୁ ଦଉଛନ୍ତି ଭୋଟ ପାଇଁ, ଆଉ ଯୋଉ ପଇସା ଦଉଛନ୍ତି ଆମର ଡାବୁ ଆକା, ସିଆଡେ ଡାବୁ ନଉଛନ୍ତି, ଇଆଡେ ଡାବୁ ଦଉଛନ୍ତି, ସେତିକି ଆକା। ଇଧାର ସେ ଲ ଉଧାର ସେ ଦୋ, ମଝିରେ ଯେତିକି ବଳିଲା ସବୁ ଖାଇଦିଅ। ଆମେ ଶ୍ରଦ୍ଧା ହଉଛୁ 5,000 ଦେଲେ लो, 5,000 ଦେଲେ, ମାତ୍ର ସବୁ ସାମାନର ରେଟ୍ ବଢାଇଲେ କି ନାଇଁ लो? ଗ୍ୟାସ ରେଟ୍ ବଢାଇଲେ, ତେଲ ରେଟ୍ ବଢାଇଲେ, ବିସ୍କୁଟ ରେଟ୍ ବଢାଇଲେ, ଓଷ ରେଟ୍, ସବୁଠି ତ ପଇସା ନଉଛନ୍ତି, କୋଉଠି ନଉନାହାନ୍ତି। ଏବେ କାଲି ଗୋଟେ ହୋଟେଲରେ ଯାଇଥିଲି ଜଳଖିଆ ଘେନବାକୁ, ସେ ମତେ ଇଡଲି ପୁରୀ ଦେଇ ଦେଇ କରି ତରକାରୀ କେତେ ଟଙ୍କା ଦେବି ବୋଲେ ଗଲି, କଣଟା ନାଇଁ ତରକାରୀ କେତେ ଟଙ୍କା ଲେଖା ଦେବି ବୋଲେ, ଇଡଲି ଦେଇଛ ପରା, ওই তরকারি দেবি কি সাম্বার দেবি, চটনি কেতে র, মুন্ড খাজা হি ঘেনলিয়ে আসলি। କାହିଁକି ସେ ତା ପାଖରେ ରିଜନ ଅଛି କି ନାଇଁ? ଗ୍ୟାସ ରେଟ୍ ବଢି ଯାଉ ଯାଉ ସିଙ୍ଗଡା ରେଟ୍ ବଢି ଯାଇଛି, ସତ ନା ନାଇଁ? 5 ଟଙ୍କା ଦଉଥିଲେ ଏବେ 7 ଟଙ୍କା କରିଦେଲେ। ପ୍ରିୟ ଭାଇ ଭଉଣୀ ମାନେ ଟିକେ ଦେଖ ତ, ଯୋଉମାନେ ମଦ ମୁଦା ପିଉଛନ୍ତି ଦୟାକରି ଶୁଣ, ମୋର ମିଟିଂରେ ମୁଁ ମଦ ମାନଙ୍କୁ କେବେ ଛାଡେ ନାହିଁ। ମୁଁ ସେମାନେ ମୋର ଅତି ପ୍ରିୟ ଆପଣାର, ମୁଁ ଟିକେ ହେତୁ କରେ ସେମାନଙ୍କୁ। କାହିଁକି ସେମାନେ ଯଦି ମୋର କଥା ଶୁଣି ମଦ ଛାଡିଦେବେ ଘର ବଦଳିଯିବ। ଯଦି କୁଲିଭୂତି କରି ଦିନକୁ 200 ଟଙ୍କାର ମଦ ପିଉଛ, ମାସକୁ କେତେ? 200 ବୋଲେ 6,000 ଟଙ୍କାର ମଦ ପିଉଛ। 50 ଟଙ୍କାର ପୁଡ଼ିଆ ଖାଇଲେ ମାସକୁ କେତେ ହେଲା? ଆମକୁ ଲାଗୁଛି 50 ଟଙ୍କା, କିନ୍ତୁ ମାସ ଯାକର 50 ଟଙ୍କା କେତେ ହେଲା? 1,500 ଟଙ୍କା। 1,500 আর 6,000 କେତେ ହେଲା? 7,500 ଆମର ମାତଲି ମଦ ପିଇ କରି ପୁଡ଼ିଆ ଖାଉଛି। ସେତିକି ଛାଡ଼ିଦେଲା ବୋଲେ ଘର ରାଜା ପରା ବଞ୍ଚିବ, ବଞ୍ଚିବ କି ନାହିଁ? ମୋର କଥା ଶୁଣି ଯେତିକି ମଦ ଛାଡ଼ିଛନ୍ତି ଏବେ ରାଜା ପିଲା ପରା ଚଲୁଛନ୍ତି, ଆଉ ଯେଉଁମାନେ ମାନି ନାହାନ୍ତି କଣ କହୁଛନ୍ତି? ତୁରୁକ ଆଜ୍ଞା ଭଲ ନାହିଁ, ମଦ ଆମକୁ ବେଶୀ ହୁଡିବେ। କିଏ ହୁଡିବ? ଯେ ଭଲ ପାଇବ ସେ ଆଗ ହୁଡିବ, ବାକି ଲୋକ ହୁଡିବେନି। ମା କାହିଁକି ହୁଡିବ? ପିଲାକୁ ଭଲ ପାଉଛି ବୋଲିକରି, ହେଲା। ବଡ ଭଉଣୀ କାହିଁକି ହୁଡିବ? ସାନ ଭଉଣୀକୁ ଭଲ ପାଉଛି ବୋଲି। ପାଳକ କାହିଁକି ଗାଳି କରିବେ? ବିଶ୍ୱାସୀକୁ ଭଲ ପା। ଆରେ ମୁଇଁ ତ ଅଧିକ ଭଲ ପାଉଛି, ମକେ ଧରି ହୁଡି ପକାଉଛନ୍ତି ଦେଖନି। ମତେ ୟୁଟ୍ୟୁବରେ ଫେସବୁକରେ ଯେ ଯୋଉଠି ପାରିଲେ ଧର, ଆଜି କେତେ ଜାଗାରେ ତ ଲୋକ ଆସୁ ବି ନାହାନ୍ତି। ତୁରୁକ ଆଜ୍ଞା ବେଶୀ ହୁଡିବ, ବେଶୀ କହିବ, ବେଶୀ ବାଦଲା ପରା କହି ପକାଇବ, କୋଟ କୋଟା ହୁଡୁଛନ୍ତି। ମୁଁ ଦିନେ ବସି ଭାବୁଥିଲି ମୋର ମୁହଁ କାହିଁକି ଏତେ କଳା ହେଲା ବୋଲି। ଏତେ କଳା ମୁଇଁ ମିଶା ନଥିଲି, ଏ ହୁଡା ଶୁଣି ଶୁଣି ମୋର ମୁହଁ ମିଶା କାଲା ହେଲା। ପ୍ରିୟ ମାନେ ମୋର ମୁହଁ ଯେତିକି କଳା ହେଲେ ହଉ, ତମର ଜୀବନ ଉଜ୍ଜଳ ହଉ, ଏଇଟା ମୁଁ ଚାହୁଁଛି। ଆଜିଠାରୁ ଦୟାକରି ଯଦି କୌଣସି ମନ୍ଦ ଅଭ୍ୟାସରେ ଅଛନ୍ତି ବାହାରି ଆସନ୍ତୁ, ବାହାରି ଆସନ୍ତୁ। ଏବେ ସବୁର ମୋବାଇଲ ରିଚାର୍ଜ କରୁଛୁ, କେତେ ସେଟା? 5ଟା ମୋବାଇଲ ହେଲେ 1,500 ଟଙ୍କା। କଥା ହେବା ପାଇଁ ଗୋଟେ ରିଚାର୍ଜ କର, 4ଟାକୁ ବନ୍ଦ କରି ରଖ, ତେବେ ବଞ୍ଚିବ, ନହେଲେ ଅସୁବିଧା ହେବ ଆଗକୁ। ଆଗକୁ ଅସୁବିଧା ହେବ। କାରଣ ମୁଁ ଚାହୁଁଛି ଆମର ଆତ୍ମିକ ସଂସ୍କାର ସହିତ ସାମାଜିକ ସଂସ୍କାର ମଧ୍ୟ ଆସିବା ଦରକାର। ରିଫର୍ମେସନ ଦରକାର ଅଛି, ସ୍ପିରିଚୁଆଲ ରିଫର୍ମେସନ ସହିତ ସୋସିଆଲ ରିଫର୍ମେସନ ବି ଦରକାର ଅଛି। ସେଇଥିପାଇଁ ମୁଁ କହୁଛି ଆମର ଘର ମାନଙ୍କରେ ଅନେକ ବିଷୟ ସଜାଡ଼ିବାର ଆବଶ୍ୟକ ଅଛି। ଏଟା କହିଲା ବେଳେ ଖାଲି କହି ରଖେ, ଗୋଟେ ବହିଟା ଗତ ଦିନ ମାନଙ୍କରେ ମୁଁ ଲେଖିଛି। ଏ ବହିଟା ଗଲାବେଳେ ଦୟାକରି କିଣିକି ନେବେ, ହେଲା। ସକାଳେ ପାଳକ ଆଜ୍ଞା ପ୍ରାର୍ଥନା କରି ଉନ୍ମୋଚନ କରିଛନ୍ତି। ଏ ବହିର ନାଁ ହେଉଛି ସୁସ୍ଥ ପରିବାର। ମାନେ ଗୋଟେ ସୁସ୍ଥ ପରିବାର କେମିତି ଗଠନ କରିପାରିବେ, ବିବାହ ପୂର୍ବରୁ ଆମେ କେମିତି ଥିବାର ଅଛି,
କାହାକୁ ବିବାହ ହେବାର ଅଛି, ବାହା ହେଲା ପରେ କେମିତି ଥିବାର ଅଛି, ଉତ୍ତମ ସ୍ୱାମୀ କେମିତି ହେଇପାରିବେ, ଉତ୍ତମ ସ୍ତ୍ରୀ କେମିତି ହେଇପାରିବେ, ସ୍ୱାମୀ ସ୍ତ୍ରୀ ମିଶିକରି କେମିତି ସୁଖୀ ପରିବାର ଗଠନ କରିପାରିବେ, ପିଲାମାନଙ୍କର ଯତ୍ନ କେମିତି ନେଇପାରିବେ, ପିଲାମାନେ କେମିତି ବାପା ମାର ଯତ୍ନ ନେଇପାରିବେ। ଆଉ ଏଇଠି ଗୋଟେ ସ୍ୱତନ୍ତ୍ର ଅଧ୍ୟାୟ ଲେଖିଛି ଋଣ ମୁକ୍ତ ପରିବାର କେମିତି ହେଇପାରିବେ। ଆମ ଲୋକମାନେ ଋଣରେ ବୁଡ଼ି ଯାଇଛନ୍ତି। ଲାଷ୍ଟ ଟାଇମ୍ କେବେ ମନ ଖୋଲି ହସିଥିଲେ ଜଣା ନାହିଁ। ରାତିରେ ନିଦ ଆସୁନାହିଁ, ଖାଇବାକୁ ଇଚ୍ଛା ନାହିଁ, ମତେ ଖାଇବାକୁ ଇଚ୍ଛା ନାହିଁ ଲୋ, କିଛି ଇଚ୍ଛା ନାହିଁ, ମରିଯିବାକୁ ଇଚ୍ଛା ହଉଛି। ଥରେ ଜଣେ ଭଉଣୀ ମତେ କହୁଛନ୍ତି ବାବୁ ମରିଗଲେ ପୁଣି ଗ୍ରୁପରୁ ଛାଡ଼ି ଦଉଛନ୍ତି। ମୁଁ କହିଲି ମୁଁ ନେଇ ନାଇକି ଜାନି ମିଶା ନାହିଁ, ହଇ ବିଷ ବୁଷା ଖାଇ ମରିଗଲେ ହେତା କାହିଁକି। ମୁଁ କହିଲି ଠିକ ଅଛି ବିଷ ବୁଷା ଖାଇ ମରିଯା, ତୁ ତ ନର୍କ ଯିବୁ, ବିଷ ଖାଇଲା ଲୋକ କୋଉଠି ଯିବେ, ନର୍କେ ଯିବେ। ତାପରେ କଣ ହବ, ତୁଇ ତ ମରିଯିବୁ, କୁ ଗ୍ରୁପ ବାଲା ଡାବୁ ଛାଡବ, তোর পিলাটাকে আদায় করব। তারপরে হেলে মরবি নাইনি নাই মর, তুই বিষ খাই মলে নরকକୁ ଯିବୁ, তোর ପିଲାଟାকে হয়রান ହେବେ। ତେଣୁ ଏଇଠି ଗୋଟେ ଲେଖିଛି ଗୋଟେ ଋଣମୁକ୍ତ ପରିବାର କେମିତି ଗଠନ କରିପାରିବେ। ଆଉ ଗୋଟେ ଖ୍ରୀଷ୍ଟିଆନ ବା ଜଣେ ମଣିଷ ସେ ଏକାଧିକ ବିବାହ କରିବା କଥା ନା ନାହିଁ ଏଠି ଲେଖିଛି। ଆମେ ଯୌନ ପାପରୁ କେମିତି ରକ୍ଷା ପାଇପାରିବା ସେଇଟା ମୁଁ ଲେଖିଛି। ଅବିଶ୍ୱାସକୁ ବାହା ହେବା କଥା କି ନାହିଁ ସେଟା ବି ଲେଖିଛି। ନିଃସନ୍ତାନ ରହିବାଟା ଅଭିଶାପ କି ସେଇଟା ମଧ୍ୟ ପ୍ରତିଟି ଅଧ୍ୟାୟ ଆପଣ ଏଠି ପାଇପାରିବେ। 92 ପୃଷ୍ଠାର ବହି 16ଟା ଅଧ୍ୟାୟ ଅଛି, ଗଲାବେଳେ ଗୋଟେ ନେଇକରି ଯିବେ। ଯଦି ଆପଣ କାହାକୁ ଗିଫ୍ଟ ଦେବା ପାଇଁ ଚାହୁଁଛନ୍ତି, କାହାର ଘରେ ମାଡ଼ଗଲି ମିଳାମିଶା ହେଇପାରୁନାହାନ୍ତି, ଆପଣ କହିଲେ ତ ବୁଝିବେ ନାହିଁ, ଗୋଟେ ବହି ଦେଇ ଦିଅନ୍ତୁ। ଏଠି ମିଟିଂ ଯାଇଥିଲି ତୁରୁକୁ, ଆଜ୍ଞା ନୂଆ ବହି ଗୋଟେ ଆସିଛି, ଏଟା ନେଇକରି ପଢ଼, ଚୁପ୍ ହେଇ ବସି ପଢ଼ବ, ପରିବାର ତାର ଭଲିଯିବ। ଯଦି 100 ଟଙ୍କାର ବହି ଯଦି ଗୋଟେ ପରିବାରକୁ ପରିବର୍ତ୍ତନ କରିପାରୁଛି ତାହେଲେ ବଡ଼ ବିଷୟ ନୁହେଁ। ଚିକେନ ପକୋଡ଼ା କେତେ ପ୍ଲେଟ୍? 150। ଆରେ ଚିକେନ ବିରିୟାନୀ 180, ତାଠୁ ଶସ୍ତା ଏଟା। 100 ଟଙ୍କା ପୁଣି 100 ଟଙ୍କା ତମର ପରିବାରକୁ ପରିବର୍ତ୍ତନ କରିଦେବ, ତମର ଜୀବନକୁ ସଜାଡ଼ି ଦେବ। ମୋର ପ୍ରିୟ ଭାଇ ଭଉଣୀ ମାନେ, କାହିଁକି ମୁଁ ଏ କଥା ଆପଣମାନଙ୍କୁ କହୁଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉତ୍ଥାନ ଆମମାନଙ୍କ ପାଇଁ ଅନେକ ଆଶୀର୍ବାଦ ନେଇ ଆସିଛି। ଆମମାନଙ୍କ ଜୀବନ ଅନେକ ଆଶୀର୍ବାଦ ଭରି ଦେଇଛି। ଲେଖାଯାଉଛି ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ହୋଇ ରହିବେ ତାହା ଅସମ୍ଭବ, ଅସମ୍ଭବ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁକୁ ଜୟ କରି ଉଠିଛନ୍ତି। ଯଦି ଆପଣ ମସ୍ତ ଖୋଲିବେ ଟିକେ ଦେଖନ୍ତୁ, ଗଣନା ପୁସ୍ତକ 17 ପର୍ବ 8 ପଦ। ଗଣନା ପୁସ୍ତକ 17 ପର୍ବ ତାର 8 ପଦ। ଏଥି ଉତ୍ତରେ ଆର ଦିନ ହଁ, ମଶା ସାକ୍ଷ୍ୟ ତମ୍ବୁରେ ପ୍ରବେଶ କଲେ। କଣ କଲେ? ସାକ୍ଷ୍ୟ ସିନ୍ଧୁକ ପାଖକୁ ଯାଉଛନ୍ତି, ସାକ୍ଷ୍ୟ ତମ୍ବୁରେ ସେ ପ୍ରବେଶ କଲେ। ଆଉ ଦେଖ ଆଉ ଦେଖ, ଲେବି ଗୃହ ନିମନ୍ତେ ଥିବା ହାରଣଙ୍କର ଯଷ୍ଟି ଅଙ୍କୁରିତ ହୋଇଅଛି। ହାରଣଙ୍କ ଯଷ୍ଟି ତା କଣ ହେଇଛି? ଅଙ୍କୁରିତ ହେଇଛି। ପୁଣି ଅଙ୍କୁର ବାହାର ହେଲା, ପୁଷ୍ପ ଫୁଟିଲା, ପୁଷ୍ପ ଫୁଟିଲା, ଅପକ୍ବ ବାଦାମ ଫଳିଲା। ଏ ବାଦାମ ବୃକ୍ଷର ଯୋଉ ଯଷ୍ଟିଟା, ହାରଣଙ୍କ ଯଷ୍ଟି, ଏଟା ମଞ୍ଜୁରିତ ହେଇଛି, ଏଟା ପଲ୍ଲବିତ ହେଇଛି। ଏଟା କାହାର ଚିହ୍ନ? ଏଟା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ସେ କଣ ହେବେ? ସେ ଶୁଖି ଯିବେ ନାହିଁ, ସେ ପଲ୍ଲବିତ ହେବେ, ସେ ମୃତମାନଙ୍କ ମଧ୍ୟ ଉଠିବେ। ଏଇଥିପାଇଁ ସାକ୍ଷ୍ୟ ତମ୍ବୁରେ ଏଟା ରଖାଯାଉଥିଲା। ଏଟା ତୁମେ ଭବିଷ୍ୟତରେ ବୁଝିବ। ଆଜି ଆମେ ବୁଝିପାରୁଛୁ ଏ ହାରଣଙ୍କ ଯଷ୍ଟି କଣ ଅଟେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ବୁଝିବା ପାଇଁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମୃତ୍ୟୁକୁ ଜୟ କରି ଉଠିଛନ୍ତି। ଯଦି ଆମେ ଦେଖିବା ଜିହୁଦୀ ମାନଙ୍କର ପର୍ବକୁ ଯଦି ଆମେ ଚିନ୍ତା କରି ଦେଖିବା, ବାଇବଲର ପର୍ବ ଗୁଡ଼ିକୁ ଚିନ୍ତା କରି ଦେଖିବା, ସେ ପର୍ବରେ ଆପଣ ଦେଖିବେ ପ୍ରଥମ ପର୍ବ ଦେଖିବେ ନିସ୍ତାର ପର୍ବ। ନିସ୍ତାର ପର୍ବ ମାନେ କଣ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କୃଷାର୍ପଣ ଆଉ ମୃତ୍ୟୁକୁ ବୁଝାଏ। କୃଷାର୍ପଣ ଆଉ ମୃତ୍ୟୁ। ନିସ୍ତାର ପର୍ବରେ କଣ ହଉଥିଲା? ଗୋଟେ ମେଷକୁ ପୃଥକ କରାଯାଉଥିଲା। ମସ୍ତ ଖୋଲନ୍ତୁ ଆପଣ ମାନେ ଟିକେ ଯାତ୍ରା ପୁସ୍ତକ 12 ପର୍ବ। ଯାତ୍ରା ପୁସ୍ତକ 12 ପର୍ବ ତାର 3 ପଦରୁ 6 ପଦ ପର୍ଯ୍ୟନ୍ତ। ଯାତ୍ରା ପୁସ୍ତକ 12 3 ରୁ 6। ତୁମେ ମାନେ ଇସ୍ରାଏଲୀୟ ସମଗ୍ର ମଣ୍ଡଳୀକୁ ଏହି କଥା କୁହ। ତୁମେ ମାନେ ଇସ୍ରାଏଲୀୟ ସମଗ୍ର ମଣ୍ଡଳୀକୁ ଏହି କଥା କୁହ। ଏହି ମାସର 10ମ ଦିନରେ, ଏହି ମାସର 10ମ ଦିନ। 10ମ ଦିନ କେବେ ପଡିଥିଲା? ଏଇ ଗତ ରବିବାର, ତା ଆଗ ରବିବାର, ପାମ୍ ସଣ୍ଡେ।
ସେଟାକୁ କ'ଣ କୁହାଯାଏ? ଦଶମ ଦିନରେ ତୁମମାନଙ୍କର ପ୍ରତ୍ୟେକ ମନୁଷ୍ୟ ତୁମମାନଙ୍କ ପ୍ରତ୍ୟେକ ମନୁଷ୍ୟ ପିତୃଗୃହାନୁସାରେ ପିତୃଗୃହ ଅନୁସାରେ ପ୍ରତ୍ୟେକ ପରିବାର ନିମନ୍ତେ ପ୍ରତ୍ୟେକ ପରିବାର ନିମନ୍ତେ ଏକ ଏକ ମେଷ ଶାବକ ନେବ। ଏକ ଏକ ମେଷ ଶାବକ ନେବ। ଆଉ ଆଉ ଗୋଟିଏ ମେଷ ଶାବକ ନେବା ନିମନ୍ତେ ଗୋଟିଏ ମେଷ ଶାବକ ନେବା ନିମନ୍ତେ ଯେବେ କୌଣସି ପରିଜନ ଅଳ୍ପ ହେବ ଯେବେ କୌଣସି ପରିଜନ ଅଳ୍ପ ହେବ ତେବେ ତେବେ ସେ ଓ ତାହାର ଗୃହ ନିକଟବର୍ତ୍ତୀ ପ୍ରତିବାସୀ ହଁ ପ୍ରାଣୀଗଣର ସଂଖ୍ୟା ଅନୁସାରେ ହଁ ଏକ ମେଷ ଶାବକ ନେବେ। ହଁ ତୁମେମାନେ ପ୍ରତ୍ୟେକ ଜଣର ଭଜନ ଶକ୍ତି ଅନୁସାରେ ମେଷ ଶାବକର ଅଟକଳ କରିବ। କରିବ। ତାପରେ ମୁଁ ପଢୁଛି 5 ପଦରୁ, ତୁମେ ମାନେ ମେଷ ପୋଲ ଓ ଛାଗ ପୋଲ ମଧ୍ୟରୁ ଶାବକ ନେବ, ତା ନିର୍ଦ୍ଦୋଷ ଏକ ବର୍ଷୀୟ ପୁଂ ଶାବକ ହେବ। ସେଇ ମାସର ଚତୁର୍ଦ୍ଦଶ ଦିନ ଯାଏ ତାକୁ ବନ୍ଦ କରି ରଖିବ। ଦଶମ ଦିନରେ କ'ଣ କରିବ? ତାକୁ ପୃଥକ କରିବ। ଦଶମ ଦିନ ମାନେ କ'ଣ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋଉ ଜେରୁସାଲେମକୁ ଯାତ୍ରା କଲେ, ଗଧ ପିଠିରେ ବସିକି ଗଲେ, କ'ଣ କହିବା ପାଇଁ କାହିଁକି ଯାଉଛନ୍ତି? ଯେ ତାଙ୍କୁ କୁହାଯାଇଥିଲା ତ ରାଜା ତ ନିକଟକୁ ଆସିବେ, ସେ ଗର୍ଦ୍ଧବର ଶାବକ ଉପରେ ବସି ଆସିବେ। ଜିଖରୀୟ 9 ପର୍ବ 9 ପଦ ଲେଖା ହେଇଥିଲା। ସେଇ ଭାବନା ବି ପୁରା ହେବାର ଅଛି। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଆସୁଛନ୍ତି, ଲୋକମାନେ ଜାଣିଲେ ଆମର ରାଜା ଆସୁଛନ୍ତି, ଗ୍ରହଣ କଲେ। ତ ଦଶମ ଦିନରେ ପ୍ରଭୁ ଜେରୁସାଲେମକୁ ଗଲେ। ଆଉ 14ତମ ଦିନ ମାନେ କ'ଣ? ଆମର ଧର୍ମ ଗୁରୁବାର। 14ତମ ଦିନ, ସେ 14ତମ ଦିନ ପର୍ଯ୍ୟନ୍ତ କ'ଣ କରିବ? ସେ ଚତୁର୍ଦ୍ଦଶ ଦିନ ପର୍ଯ୍ୟନ୍ତ ତାକୁ ବନ୍ଦ କରି ରଖିବ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଜେରୁସାଲେମର ବାହାରକୁ ଯାଇନାହାନ୍ତି। କାହିଁକି? ଜେରୁସାଲେମରେ ରହିକରି ଲୋକମାନଙ୍କ ପାଖରେ ପ୍ରମାଣିତ ହେବା ଦରକାର ଯେ ଏ ନିର୍ଦ୍ଦୋଷ ଅଟନ୍ତି। ଏ ନିର୍ଦ୍ଦୋଷ ବୋଲି ଜାଣିଲା ପରେ ସନ୍ଧ୍ୟା ସମୟରେ କ'ଣ କରିବେ? ତାକୁ ବଦ୍ଧ କରିବେ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଧର୍ମ ଗୁରୁବାର ଦିନର ସେଇ ସନ୍ଧ୍ୟା ସମୟରେ ଗୋଟେ ଗୃହ ମଧ୍ୟରେ ସେ କ'ଣ କରୁଛନ୍ତି? ନିସ୍ତାର ପର୍ବ ପାଳନ କରୁଛନ୍ତି। ଆପଣ ଦେଖିବେ ସେ ଯାତ୍ରା ପୁସ୍ତକ 12 ପର୍ବ 46 ପଦ, ଯାତ୍ରା ପୁସ୍ତକ 42 ପର୍ବ 6 ପଦ, ଯାତ୍ରା ପୁସ୍ତକ 12 ପର୍ବ 46 ପଦ। ଏକ ଗୃହ ମଧ୍ୟରେ ତାହା ଭଜନ ଏକ କରାଯିବ। ଗୃହ ମଧ୍ୟରେ ତାହା ଭଜନ କରାଯିବ। ତୁମେ ସେଇ ମାଂସର କିଛି ମାତ୍ର ତେବେ ସେଇ ମାଂସର କିଛି ମାତ୍ର ଗୃହ ବାହାରକୁ ନେଇଯିବ ନାହିଁ। କ'ଣ କରିବ? କିଛି ମାତ୍ର ଗୃହ ବାହାରକୁ ନେଇଯିବ ନାହିଁ। କିମ୍ବା ତାହାର ଗୋଟିଏ ଅସ୍ଥି ହିଁ ଭାଙ୍ଗିବ ନାହିଁ। କ'ଣ ଲେଖା ଯାଉଛି? ଗୋଟେ ଅସ୍ଥି ହିଁ ଭାଙ୍ଗିବ। ଭାବି ଦେଖନ୍ତୁ ପ୍ରିୟ ମାନେ, ବାଇବଲ କେତେ ପ୍ରମାଣ ସିଦ୍ଧ ଯେ ସେଇ ମେଷର ଗୋଟେ ଅସ୍ଥି ଭାଙ୍ଗିବ ନାହିଁ। ଯୀଶୁଙ୍କର ଅସ୍ଥି ବି ଗୋଟେ ଭଙ୍ଗା ଯାଇ ଗୋଟେ ଅସ୍ଥି ଭାଙ୍ଗି ନାହିଁ। କେତେ ପ୍ରମାଣ ସିଦ୍ଧ। ଗୃହ ମଧ୍ୟରେ ଭଜନ କରିବ। ଆଉ ଯୋଉ ବଳକା ବିଷୟ ଥିବ ନାହିଁ କି ପାପାର୍ଥକ ବଳି ଭାବରେ ଛାଉଣିର ବାହାରେ ଦଗ୍ଧ ହବ। ସେତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୁରୁବାର ଦିନ ନିସ୍ତାର ପର୍ବ ପାଳନ କଲେ। ଆଉ ତାପରେ କଲେ ନଗର ଦ୍ୱାର ବାହାରେ ଯାଇକି ସେ କ'ଣ ହଉଛନ୍ତି? ସେ ସ୍ଥାନରେ ସେ କୃଷାର୍ପିତ ହଉଛନ୍ତି। ତ ଏଇ ନିସ୍ତାର ପର୍ବ କାହାକୁ ବୁଝାଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କୃଷାର୍ପଣ ଆଉ ତାଙ୍କର ମୃତ୍ୟୁକୁ ବୁଝାଏ। ତାପରେ ଆମେ ଦେଖୁଛୁ କ'ଣ? ଯଦି ଆପଣ ପଢିବେ ଦେଖିପାରିବେ ଲେବି ପୁସ୍ତକ ତାର 23 ପର୍ବ ତାର 6 ରୁ 8 ପଦ। ଲେବି ପୁସ୍ତକ 23 6 ରୁ 8। ପୁଣି ସେଇ ମାସର ପଞ୍ଚଦଶ ଦିନରେ, କୋଉ ଦିନରେ? ପଞ୍ଚଦଶ ଦିନରେ ସଦାପ୍ରଭୁ ଉଦ୍ଦେଶ୍ୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଳି ଶୂନ୍ୟ ରୋଟିର ପର୍ବ ହେବ। କ'ଣ ହବ? ତାଳି ତାଡ଼ି ଶୂନ୍ୟ ରୋଟିର ପର୍ବ। ସେ କ'ଣ? ସେ ତାଡ଼ି ମାନେ କ'ଣ? ସେଠି କିଛି ଖୁଣ ନଥିବ, କିଛି ପାପ ନଥିବ, କିଛି ମନ୍ଦତା ନଥିବ। ଏମିତି ଗୋଟେ ରୋଟି ଥିବ ପାଳନ କରିବ, ଯୋଉଠି କ'ଣ? କିଛି ତ୍ରୁଟି ନଥିବ। ଖମିର ମାନେ କ'ଣ? କପଟତା। ଖମିର ମାନେ କ'ଣ? ଈର୍ଷା। ଖମିର ମାନେ କ'ଣ? ପାପ। ସେଠି କିଛି ନଥିବ। ଏବେ କ'ଣ କରିବ? ଏ ଖମିର ଶୂନ୍ୟ ରୋଟି। ଏଟା କାହାକୁ ବୁଝାଉଛି? ଏଟା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସମାଧି କ୍ରିୟାକୁ ବୁଝାଉଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କୌଣସି ପାପ କରିନାହାନ୍ତି। ସେ କ'ଣ ହଉଛନ୍ତି? ସମାଧି କ୍ରିୟା। ତାମାନେ କ'ଣ? ସେଟା ତାଡ଼ି ଶୂନ୍ୟ ରୋଟିର ପର୍ବ। ନିସ୍ତାର ପର୍ବ ପରେ ପରେ କ'ଣ ଅଛି? ତାଡ଼ି ଶୂନ୍ୟ ରୋଟିର ପର୍ବ ପାଳନ କରିବ। ପ୍ରଭୁ ଯୀଶୁ ସେଇ ପର୍ବ ବି ପାଳନ କରିଦେଇଛନ୍ତି। ତାପରେ ଆପଣ ଦେଖିବେ ଲେବି ପୁସ୍ତକ 23 ପର୍ବ 9 ପଦରୁ ପଢି ପଢି ଯାଆନ୍ତୁ। ଆହୁରି ସଦାପ୍ରଭୁ ମୋସାଙ୍କୁ କହିଲେ, ଆହୁରି ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମେ ଇସ୍ରାଏଲ ସନ୍ତାନଗୁଡ଼ିକୁ କୁହ, କୁହ ଆମ୍ଭେ ତୁମମାନଙ୍କୁ ଯେଉଁ ଦେଶ ଦେବା ସେଇ ଦେଶରେ ପ୍ରବେଶ କରି ଯେତେବେଳେ ତୁମେମାନେ ଶସ୍ୟ କାଟିବ ସେତେବେଳେ ତୁମମାନଙ୍କର ପ୍ରଥମ କଟା ଶସ୍ୟର ଏକ ବିଳା ଯାଜକ ନିକଟକୁ ଆଣିବ। କ'ଣ? ପ୍ରଥମ କଟା ଶସ୍ୟ
ପ୍ରଭୁ ଯୀଶୁ ପୁନରୁତ୍ଥାନ ହେବା ଦ୍ୱାରା ଏ ପ୍ରଥମ କଟା ଶସ୍ୟର ପର୍ବ ବି ସରିଯାଇଛି। ଏଟାକୁ କ'ଣ କୁହାଯାଉଛି? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନକୁ ବୁଝାଉଛି। ଯୀଶୁ କ'ଣ କହୁଛନ୍ତି? ଗହମ ବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ ସେ ଗୋଟିଏ ଥାଏ। ଗୋଟେ ଗହମକୁ ପତରେ କ'ଣ ହବ? ସେ ଗହମ ମରିଯିବ, ଉଠିଲା ବେଳେ ଗୋଟେ ପେଣ୍ଡା ହେଇକରି ପାରିଥିବ। ପ୍ରଭୁ ଯୀଶୁ ଏକଲା ମଲେ, ତାକୁ ସମାଧି ଦେଲେ। ଆଜି ପୃଥିବୀ ଯାକ ଖ୍ରୀଷ୍ଟିଆନ ମାନେ ସବୁଠାରୁ ଅଧିକ ଅଧିକ ଏତେ ତାଡ଼ନା, ଏତେ ନିନ୍ଦା, ଏତେ ହତ୍ୟା, ତାରି ଭିତରେ ମଧ୍ୟ ଆପଣ ଯଦି ପୃଥିବୀର ପର୍ସିକ୍ୟୁସନ କୁ ଦେଖିବେ, ଇତିହାସକୁ ପଢିବେ, ମାନେ ସବୁଠାରୁ ଅଧିକ ତାଡ଼ନା, ନିନ୍ଦା, ଅପମାନ, ହତ୍ୟା କରାଯାଇଛି ଖ୍ରୀଷ୍ଟିଆନ ମାନଙ୍କୁ। ତା ସତ୍ତ୍ୱେ ମଧ୍ୟ ଖ୍ରୀଷ୍ଟିଆନ ମାନେ ପୃଥିବୀର ସର୍ବାଧିକ ଅଟନ୍ତି, ସର୍ବାଧିକ ଅଟନ୍ତି। କାହିଁକି? ସେମାନେ ଜାଣିଛନ୍ତି ସତ୍ୟ ପରମେଶ୍ୱର କିଏ। ଆଗ କ'ଣ ବୋଲି ଆମକୁ କ'ଣ ବୋଲି କହୁଛନ୍ତି? ଏଟା ମନ ମିଶା ଭକୁଆଟା ମନେ, ଭକୁଆଟା ମନେ, ଦେଶିଆ ଉଲ୍ଲୁ ମନେ, ଏଟା ମନେ। ଆଗେ କହୁଥିଲେ ଦେଶିଆ ଉଲ୍ଲୁ, ଭାଟା ଇଠୁଲୁ ବୋଲି। ଏବେ କୁହ ତ ଉଲ୍ଲୁ ଥିଲୁ, ୱାନ୍ସ ଅପନ୍ ଏ ଟାଇମ୍ ଉଲ୍ଲୁ ଥିଲୁ, ଏବେ ଉଲ୍ଲୁ ନାହିଁ। ବାଇବଲ ପଢିଛୁ। ଜଣେ ଲୋକ ଯଦି ବାଇବଲ ପଢିଦେଲା ତାକୁ ଭକୁଆ ବନାଇ ହେବ ନାହିଁ। ଏବେ ବାରମ୍ବାର କ'ଣ ବାଇବଲକୁ କାହିଁକି ପଢାଉଛନ୍ତି? କାହିଁକି? ଯେ ବାଇବଲ କେ ନ ପଢନ୍ତୁ ବୋଲବା, ବାଇବଲ କେ ନ ପଢନ୍ତୁ। କାହିଁକି? ଡର ଅଛି। ସତ ଜାଣିଦେବ, ଆକୁ ଭକୁଆ ବନାଇ ହେବ ନାହିଁ। ପୃଥିବୀର ସବୁଠାରୁ ଅଧିକ ଲୋକ ଖ୍ରୀଷ୍ଟିଆନ କାହିଁକି? ସେମାନେ ବାଇବଲ ପଢିଛନ୍ତି। ବାଇବଲ କ'ଣ କରେ? ଜୀବନକୁ ପରିବର୍ତ୍ତନ କରେ। ବାଇବଲ ଏକ ସତ୍ୟ ପୁସ୍ତକ, ଏକ ସତ୍ୟ ପରମେଶ୍ୱର, ଏକ ନିର୍ଭୁଲ ପରମେଶ୍ୱର ତାଙ୍କ ବିଷୟରେ ପ୍ରକାଶ କରେ। ଯାହା କୌଣସି ତ୍ରୁଟି ନାହିଁ, ଏ ପ୍ରକାର ପ୍ରଭୁଙ୍କ ବିଷୟରେ କୁହେ। ତେଣୁ ଆମେ ଖ୍ରୀଷ୍ଟିଆନ ହେଇଛୁ। ପ୍ରିୟ ଭାଇ ଭଉଣୀ ମାନେ, ଚର୍ଚ୍ଚକୁ ଯିବ ବିନା ବାଇବଲରେ ଯିବ ନାହିଁ। ମା ମାନେ ଚର୍ଚ୍ଚ ଯିବ, ପିଲାକେ ବାଇବଲ ଧରାଇବ। ମୁଁ ସାନ ଥିଲା ବେଳେ ମତେ ଗୋଟେ ଗୀତ ବହି କିଣି ଦେଇଥିଲେ। ଲୁଥରାନ ଲୋକ ତ ଗୋଟେ ଗୀତ ବହି, ସେ ଗୀତ ବହିରେ ନାଁ ଲେଖି ଦେଇଥିଲେ ମୋର ନାଁ, ବୋଲେ ଏଟା ତୋର ଗୀତ ବହି। ଆରି ଗୋଟେ ବାଇବଲ ଦେଇଥିଲେ। ହେଲେ ବେଳେ ବେଳେ ବାଇବଲ ଗୀତ ବହି ହେଲେ ଭଜ ହେବ କି ନାହିଁ, ଦୁଇଟା ଧରଲେ ବୋଲେ ଓଜନ ହେବ। ମୁଁ ଖାଲି ଗୀତ ବହି ଧରି ପଳାଇଥିବା। ଦେଖ ଆଜି ବି ଆମର କେତେ ଖ୍ରୀଷ୍ଟିଆନ ମାନେ କ'ଣ କରିବେ? ଗୀତ ବହି ଧରି ବାହାରି ଆସିଥିବେ। ତମେ ଗୀତ ବହି ଖ୍ରୀଷ୍ଟିଆନ ନାହିଁ। ପ୍ରିୟ ମାନେ, ସବୁ ମନ୍ଦିରର ଅଲଗା ଅଲଗା ଗୀତ ବହି ଅଛି। ପେଣ୍ଟିକଷ୍ଟଲ ମାନଙ୍କର ଅଲଗା ଗୀତ ବହି, ଲୁଥରାନ ମାନଙ୍କ ଅଲଗା ଗୀତ ବହି, ବାପ୍ଟିଷ୍ଟ ମାନଙ୍କ ଅଲଗା ଗୀତ ବହି, ଆଙ୍ଗ୍ଲିକାନ ମାନଙ୍କ ଅଲଗା ଗୀତ ବହି ଅଲଗା ଥାଉ, ମାତ୍ର ବାଇବଲ ଗୋଟେ ଗୋଟେ। ଆମେ ବାଇବଲ ଖ୍ରୀଷ୍ଟିଆନ ହେବାର ଅଛି। ବାଇବଲ ବାଇବଲ ପିଲାମାନଙ୍କୁ ବାଇବଲ ହେଲେ ମୁଁ ବେଳେ ବେଳେ କ'ଣ କରବାର? ଗୀତ ବହି ଧରି ବାହାରି ଯିବାର। ପଚାରେ ମୋର ବାବା ଆସିକରି, ହେଠି ବାବୁ ବାଇବଲ ଛାଡ଼ି ପଳେଇ ଆସିଥିଲୁ। ଗାଳି କରବାର ନାହିଁ, ଦେଖବା ସେ ପିଣ୍ଡାରେ ବସିଥିବାର କେମିତି ଯାଉଛି। ଗୀତ ବହି ଧରି ଆସିଲେ ବାଇବଲ ବହି ଧରି ଆସିବାର ନାଇଁ। ଆଜି ଯଦି ମୁଁ ଠିଆ ହେଇଛି, ବାଇବଲ ମତେ ଠିଆ କରିଛି। ମୋର ପରିଚୟ କିଛି ନାହିଁ, ବାଇବଲ ଏକା ମୋର ପରିଚୟ। ତା ଛଡ଼ା କି କ'ଣ ପରିଚୟ? ମତେ କ'ଣ ପାଇଁ ଡାକିବାର ଅଛି? ଏତେ ଲୋକ ମତେ ଶୁଣିବାକୁ ଆସିବେ, ମୋର କଥା ତ ମୋର ସାଇ ଲୋକ ମାନବେ ନାହିଁ। ପ୍ରିୟ ମାନେ, ଯଦି ଆପଣ ଶୁଣିବା ପାଇଁ ଆସିଛନ୍ତି, ବାଇବଲକୁ ଶୁଣିବାକୁ ଆସିଛନ୍ତି। ବାଇବଲକୁ ଶୁଣନ୍ତୁ, ବାଇବଲର କଥା ଶୁଣନ୍ତୁ। ବିନା ବାଇବଲର ଯେ ଆସିବ ତାକୁ ଗ୍ରହଣ କରନ୍ତୁ ନାହିଁ। ଶୈତାନ ଜାଣିଛି ଭକୁଆ ବନାଇବା ପାଇଁ। ଇତିର ସିତିର ଅଲପ କହିଦେଇ କରି ଦେଖା ଟିକେ ପଳେଇବାର ଅଛି। ଆମେ ଭକୁଆ ହେଇକରି ଦେଖା ବାଇବଲ ବି ଖୋଲି ନାହାନ୍ତି। ମୁଇଁ ମିଶା 30 ବର୍ଷ ଅଧିକ ପ୍ରଚାର କଲିବେ ବିନା ବାଇବଲରେ ତମକୁ 200ଟା ବାକ୍ୟ ପ୍ରଚାର କରିବି। କାହିଁକି? ମୁଁ ଚାହେଁ ନାହିଁ ସେଇଟା। ମୁଁ ବାଇବଲରୁ କାହିଁକି ପ୍ରଚାର କରୁଛି? ମୁଁ ଯାହା କହୁଛି ବାଇବଲରେ ଲେଖା ହେଇଛି, ଆଉ ତମେ ବି ଦେଖ ବାଇବଲରେ ଲେଖା ହେଇଛି। ଏଇଟା ମୁଁ ଚାହୁଁଛି। ସାନଟି ବେଳୁ ମୁଁ ସ୍କୁଲ ପଢିଲା ବେଳକୁ ମୋର ମା ମତେ ଶିଖାଇଲେ, ଓ ଆ ଇ ଲେଖବାର ଶିଖାଇଲେ। ମୁଁ ବର୍ଣ୍ଣବୋଧ ପଢି ନାହିଁ, ମଧୁବାବୁଙ୍କର ବର୍ଣ୍ଣବୋଧ ପଢି ନାହିଁ, ନୂତନ ନିୟମ ପଢିବାକୁ ଆରମ୍ଭ କଲି। ଖଡିରେ ଲେଖବାଟା ସରିଲା ପରେ ନୂତନ ନିୟମ ଷ୍ଟାର୍ଟ। ମୁଁ ସ୍କୁଲ ଗଲାବେଳେ ଗୋଟେ ପଟା ନେବାର, ଆରେ ଖଡି ନେବାର, ଆରେ ଆମକୁ ପଚବା ପାଇଁ ଗୋଟେ କୋନା ମିଶା ଦେଇଥିବା, ଓଦା କରି କରିଛନ୍ତି କି ନାହିଁ ପଟାକୁ ପଚବା ପାଇଁ। ସେ ଭଲ ଭୁଲ କଲେ ପଛବା ପାଇଁ ଦରକାର। ଏବେ ଖାତା ପେନ୍ ହେଇଗଲାଣି, ଭୁଲ ହେଲେ ଲିବୁ ମିଶା ନାହିଁ। ଆମର ଜୀବନ କେମିତି ଅଛି? ଭୁଲ ତ ହୁଏ, ତାକୁ ଆମେ ପଛବାକୁ ଶିଖବାର ଅଛି। ପ୍ରିୟ ଭାଇ ଭଉଣୀ ମାନେ, ଏଇ ଗୀତ ବହି
ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନର ଗୀତ ଗୁଡାକ ବୋଲୁଛୁ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକକୁ ଆଶୀର୍ବାଦ କରନ୍ତୁ ବୁଝିବା ପାଇଁ ଯେ ପ୍ରଥମ ସେ କଟା ଶସ୍ୟର ପର୍ବ ଆମେ ଗତକାଲି ପାଳନ କରିଛୁ। ଯଦି ଆପଣ ଦେଖିବେ ପ୍ରଥମ କରନ୍ତୀୟ 15 ପର୍ବ 20 ପଦରୁ ଯଦି 23 ପଦ ପଢିଲେ ଆପଣ ବୁଝିପାରିବେ ସେଇଟା। ପ୍ରଥମ କରନ୍ତୀୟ 15 20 ରୁ 23। କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପେ ସେ କଣ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ। ସେଇଥିପାଇଁ ଆମଦେରି ଦେଇକରି ପ୍ରଥମ ଫଳ ମାନୁଛୁ ନାଇଁ ବୁଝାଇବା ପାଇଁ ଦେଲେ ଆମେ କଣ କରୁଛୁ ଆମ୍ପର ମୋର ପ୍ରିୟ ଭାଇ ଭଉଣୀ ମାନେ ହଁ ଠିକ ଅଛି ବାବା କିଛି କର ନାହିଁ ଥାଉ। ହଁ ପ୍ରିୟ ଭାଇ ଭଉଣୀ ମାନେ ପୁଣି ଥରେ ପଢନ୍ତୁ ପ୍ରଥମ କରନ୍ତୀୟ 15 ପର୍ବ 20 ପଦରୁ। କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପେ ମୃତ୍ୟୁମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି। ପ୍ରଭୁ ଯୀଶୁ ପ୍ରଥମ ଫଳ ମରିବା ଲୋକ ମଧ୍ୟରୁ ଉଠିବାର ପ୍ରଥମ ବ୍ୟକ୍ତି କେ ପ୍ରଥମ ଫଳ ଯୀଶୁ ଅଟନ୍ତି। ସେତେ ପୁନରୁତ୍ଥାନ ପର୍ବ ମାନୁଛୁ ଆମେ। ପୃଥିବୀରେ ଆରି କେ ମରି ଉଠତ ନାହିଁ କୁହନ୍ତୁ ତ ନାଇଁ ଯୀଶୁଙ୍କ ଛଡା ସେ ହଉଛନ୍ତି ପ୍ରଥମ ଫଳ। ତାପରେ କଣ ଲେଖା ଯାଉଛି? କାରଣ ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମଧ୍ୟ ମୃତ୍ୟୁମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି। ମରିବା ଲୋକ ଉଠିବାର ଗ୍ୟାରେଣ୍ଟି କଣ? ଆମେ ମରଲେ ଉଠିବୁ ବୋଲି ଗ୍ୟାରେଣ୍ଟି କଣ? ଆମର ଲୋକ ଯୋଉ ମରିଛନ୍ତି କବର ଉଠିବେ କାହିଁକି ଗ୍ୟାରେଣ୍ଟି? ଯୀଶୁ ମରିକରି ଉଠିଥିବାଟା ଗ୍ୟାରେଣ୍ଟି ପାଇଁ ଏମାନେ ବି ଉଠିବାଟା ଗ୍ୟାରେଣ୍ଟି। ଗୋଟେ ଦିନ ଆସିବ କବର ଫାଟାଇ କରି ବାହାରିବେ। ଆମର କାଞ୍ଜୁସ ଖ୍ରୀଷ୍ଟିଆନ ମାନେ କଣ ବୋଲି କହୁଛନ୍ତି? ଏ ଦେଲୋ ମାର୍ବଲରେ ବାନାଇବାର ନାହିଁ ଜାଣିଛୁ ତୁରି ବାଜଲା ବେଲେ ଉଠି ପାରବେ ନାହିଁ। ବଞ୍ଚି ଥିଲା ବେଲେ ତ ଭଲ କରି ଖାଇବାକେ ଦେଲ ନାହିଁ, ଲୁଗା ଖଣ୍ଡେ ଦେଲ ନାହିଁ, ଏବେ ମରଲା ପରେ କବର ବନାଇ କିଛି ଲାଭ ନାହିଁ। ସତ କଥା ମୁଁ କହୁଛି 50-60 ହଜାର ଦରକାର ନାହିଁ ସେଟା। କିନ୍ତୁ କଣ କଣ ସ୍ମୃତି ଭଳିଆ ରଖୁଛୁ। ବଞ୍ଚି ଥିଲା ବେଲେ ଯୋଉଟା ଖାଇବାଟା ଦେଲୁ ସେଟା। 5ଟା ପିଲା ବାପା ମାର ଯତ୍ନ ନେଲେ ନାହିଁ, ଏବେ 5 ଲୋକ ମିଶି କବର ବନାଉଛନ୍ତି। ବାବାଙ୍କର କବର ବନାଉଛୁ ପୁରା ମାର୍ବଲରେ ବନାଉଛୁ। ଗୋଟେ କବର 50,000 ଖର୍ଚ୍ଚ ହେଲା। ଲୋକେ ଖର୍ଚ୍ଚ କଲେ କିସ ବଞ୍ଚଲା ବେଲେ ତ ଭୁକେ ମାରିଛ ତମେ। ବାବା ମା को ଭୁକେ ରଖବେ, ମରିଗଲା ପରେ 3 ଦିନରେ ଭୋଜି ଦଉଥିବେ। କଣ ପାଇଁ? ଖୁସିରେ ଯାହୁ ଡକରା ମରିଗଲା ବୋଲିଲା ଭଳିଆ। କଣ ପ୍ରିୟ ମାନେ 3 ଦିନିଆ ଯୋଉ ଆରମ୍ଭ ହେଲା କେମିତି ଆରମ୍ଭ ହେଲା ଯେ ସମାଜ ମିଶି କରି ତାଙ୍କୁ ରାନ୍ଧି କରି ଦଉଥିଲେ, ଚୁଲି ଲଗାଇ ଦଉଥିଲେ। ଆଜିଠୁ ତମେ ଦୁଃଖ ପାସରି କରି ରାନ୍ଧି କରି ଖାଅ ବୋଲି। ଏବେ ଯାର ଘରେ ମରବେ ସେ ଭୋଜି ଦେବାର ଅଛି। ଏବେ ମରଲା ଦୁଃଖ ତ ଦୁଃଖ, ତାର ଉପରେ ଭୋଜି ଦେବାର ଦ୍ୱିତୀୟ ଦୁଃଖ ଆଣି ଖାଲି ସାଦା କରିଥିଲା, ଭାତ ଦେଲା, ଚିକେନ ଦେଇ ନାହିଁ। ତାର ବୁଆର ଜନ୍ମଦିନ ପାଳନ କରୁଛି ତ କଣ ପ୍ରିୟ ମାନେ ଏ 3ଟା ପିଲା ମିଶି କଣ କରୁଛନ୍ତି? ଭାଇ ଭଲ କରି 3 ଦିନିଆ କରବା। ଗୋଟେ ବୋଲି ତ ବାପା ଥିଲା, আর কেটা লাগ বাপা ଥିବେ ତେବେ ଗୋଟେ ବୋଲି ବାପା ଥିଲା। ପନିର କରବା, ଛତୁ କରବା, ଚିକେନ କରବା, ମାଛ ବି କରିଦେବା ଭାଇନା ଟିକେ, ଆରେ ଚିପ୍ସ ବି ଟିକେ ଛାଣିଦେବା ଟିକେ, ଆରେ ସେ ପାମ୍ପଡ଼ ବି ଟିକେ କରିଦେଇଥିବା, ଟିକେ ଖଟା ମିଶା କରିଦେବା। ମୁଇଁ କହୁଛି କ୍ଷୀରି ମିଶା ଟିକେ କରି ଦିଅ, ଆଜି ଦରକାର ହେଲେ ଟିକା ମିଶା ବସାଇ ଦିଅ। তোর বাপা মার ফটো রখি করে লোক ফুল পাকাবে, ডাবু পাকালে সাইডে বসে লেখুতিবার ଅଛି। বাপা মার 3 দিনিয়া টিকা কেতে ভারলা ভাই? 3 দিনিয়া টিকা হেটি ভাই 70,000 খরচ কলু, 40,000 মিলা। হও 3 ভাই 10,000 মিশাই দেবাবে সমান। প্রিয় ভাই ভଉଣୀ মানে মরলা পরে কবর পাকে বসে কান্দি লাভ নেই। বঞ্চলা বেলে টিকে পচাरो, টিকে পেস্ট দিও, টিকে ভাত দিও, টিকে যত্ন, এটা ମୁଁ କହିବା ପାଇଁ ଚାହେଁ। ମଲା ପରେ 3 ଦିନରେ 50,000 ଖର୍ଚ୍ଚ କରିବା ଅପେକ୍ଷା ବଞ୍ଚିଥିଲା ମେଡିକାଲ ନିଅନ୍ତୁ, ସେଟା ଭଲ ହେଇଛି। ପ୍ରଭୁ ଆପଣମାନଙ୍କୁ ଅନୁଗ୍ରହ କରନ୍ତୁ। ମୁଁ ଟିକେ ବାଦଲା ଭଳିଆ କୁହେ, ମୋର ଅଭ୍ୟାସ ଏକା ସେଟା ହେଲା। ତେଣୁ ମୋ ଠାରୁ ଭଲ ବିଷୟ ଅପେକ୍ଷା କରିବେ ନାହିଁ। ମୁଁ ଭଲ କଥା କୁହେ ନାହିଁ, ଏମିତି ଏକା କଥା କୁହେ, ଏମିତି ଏକା କହୁଥିବି। ଯେଦିନ ଯାଇଥିବି ଆପଣମାନେ ନ ସୁଧୁରିବା ଯାଇ କହୁଥିବି। ଯୋଉଦିନ ଆମର ଲୋକମାନେ ଋଣ ଆଣିବାଟା ଛାଡ଼ିଦେବେ,
সেদিন মুই গোটে বোর্ড বনাই তুম সাইড লগাইবি ঋণ মুক্ত অঞ্চল বলি এ বোর্ড লেখি তলে সৌজন্য নিরঞ্জন তুরুক এ বোর্ড কে লাগাইলা লো নিরঞ্জন তুরুক বলে লেখা হেলা আছে কি নাই হ্যাঁ প্রিয় মানে কোন ঋণ মুক্ত অঞ্চল বলে লেখা হবার আছে মদ মুক্ত অঞ্চল বলে লেখা হবার আছে হ্যাঁ মোর কহিবার উদ্দেশ্য প্রিয় ভাই ভଉଣୀ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମୃତମାନଙ୍କ ମଧ୍ୟରୁ ଉଠିଥିବାରୁ ଆମର ପ୍ରିୟ ଲୋକମାନେ ଜଣେ ମରିଛନ୍ତି ସେମାନେ ମଧ୍ୟ ଉଠିବେ ସେତେବେଳେ କଣ ଲେଖାଯାଉଛି 22 ତେଣୁ ଆଦମ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି ଆଦମଙ୍କ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ ହାଲେଲୁୟା ଖ୍ରୀଷ୍ଟ ଯଦି ମରିକରି ଉଠିଛନ୍ତି ଆମ ଲୋକମାନେ ଉଠିବେ ସେଟା ପାଇଁ ଆମର କାନ୍ଦା ବୋବା ଟିକେ କମିଗଲା ନହେଲେ ମୁଁ ଜାଣିଛି 40-50 ବର୍ଷ ଆଗରେ ଆମର ଘରେ ଲୋକ ମରଲେ କେମିତି କାନ୍ଦୁଥିଲେ ମା ମାନେ ବାଲ ବୁଲା ଝିକି ଦେଇ କରି ଅରବ ଚିର ଫେଇ ଗାଲ ମାନେ ଅର୍ପି ଦେଇଥିବାର ବିଦ୍ୟା ଗାଲି ହାତ ଗୋଡ଼ ଦୁକା ବିଦ୍ୟା ବୋଲେ ପାଠ ନାହିଁ ହେଲା ପାଲଟି ମାରବାଟା ହେଲା ଏନେ ଗୋଡ଼ା ତେନେ ଗୋଡ଼ା ପରେ ଆନା ହାଟିକି ହେ ନାଇଁ ଲୋ ଆଟା ଦୁକା ବୁଆ କେମିତି କରିବି ବୋଲି ସେ ଦୁଃଖ ଥିଲା ସତିକି ନାହିଁ ନ ଖାଇ ନ ପିଇ କରି ମାସ କାନ୍ଦୁଥିଲେ ଆଜିକାଲି କହୁଛି ଖାଅ ଭଲ କରି ଖାଇଲେ ଭଲ କରି କାନ୍ଦି ପାରିବ କାନ୍ଦବାକୁ ମନା ନାହିଁ କାନ୍ଦ ମାତ୍ର ଭରସା ଥିଲା ଲୋକ ପରା କାନ୍ଦ ଏ ଜଗତରାକ ଅଲଗା ହେଲୁ ଅନନ୍ତ କଳବେ ଅଲଗା ଆମେ ହେଇନୁ ଆମେ ମିଶିବୁ ଯଦି ପ୍ରଭୁରେ ଅଛୁ ଜଣେ ପ୍ରଭୁଙ୍କ ଠାରେ ଥାଇ ମରିଛନ୍ତି ପ୍ରଭୁଙ୍କ ଠାରେ ଥାଇ ବଞ୍ଚୁଛନ୍ତି ଦିନ ଆସିବ ଏକାଠି ଥିବେ ଯଦି କାନ୍ଦବାର ଅଛି ମଦୁଆ ମରଲେ ବୋଲେ କାନ୍ଦ ମଦୁଆ ଯଦି ମରଲା ବୋଲେ ଭଲ କରି କାନ୍ଦ ତାକୁ ଆଉ କେବେ ଭେଟବ ନାହିଁ ବ୍ୟଭିଚାରୀ ଯଦି ମଲା 2-3ଟା ମାଇଜି ରଖିକରି ତାର ପାଇଁ କାନ୍ଦ ଗାଁ ଯାକ ଲୋକ କାନ୍ଦ କାହିଁକି ତାକୁ ଅନନ୍ତ କାଳ ଭେଟବ ନାହିଁ ଆପଣ ଆଉ ମିଶବେ ନାହିଁ ମିଛୁଆ ଯଦି ମରଲା କାନ୍ଦ କାହିଁକି କାନ୍ଦି ସ୍ତ୍ରୀ ଲୋ ଏଠି ମୋର ମିତ୍ରୀ ପାଇଁ କି ମିତ୍ରୀ ମିଛ କହିବା ଲୋକ ପାଇଁ କାନ୍ଦ ସତ କହିବା ଲୋକ ପାଇଁ କାନ୍ଦବା ଦରକାର ନାହିଁ କାହିଁକି ମିଥ୍ୟାବାଦୀ ମାନେ ନରକକୁ ଯିବେ ମଦୁଆ ମାନେ ନରକକୁ ଯିବେ ବ୍ୟଭିଚାରୀ ମାନେ ତାଙ୍କ ଭଲ କରି କାନ୍ଦି ଦେଇଥାଉ ଆମେ ତ ଦୁର୍ଭାଗ୍ୟ କଣ ସେ ମଦ ପି କରି ଢୁଢୁରା ଫୁଲି ମରଲେ ମିଶା କବର ଦେଲା କଣ ବୋଲି କହୁଛୁ ପ୍ରିୟ ଦୁଃଖିତ ପରିବାର ଦୁଃଖିତ ମଣ୍ଡଳୀ ଆଜି ମଣ୍ଡଳୀର ଗୋଟେ ବିଶିଷ୍ଟ ସଭ୍ୟ କି ସଭ୍ୟ ଏ ମାତଲି କେବେ ପ୍ରାର୍ଥନା ଆସୁନଥିଲା ମଦ ପିଟୁଲି ଥିଲା ତା ସ୍ତ୍ରୀକୁ ପ୍ରାର୍ଥନା ଯିବା କୋଟ ସେ ଗୋଟେ ବିଶିଷ୍ଟ ସଭ୍ୟ ନିଶ୍ଚିତ ଭାବରେ ମୁଁ ଜାଣିପାରୁଛି ଅବ୍ରାହମଙ୍କ କଳକୁ କେ ମାତଲି କୋଉଠି ଅବ୍ରାହମଙ୍କର ନାଇଁ ଯିବ ନାହିଁ